ପିଲାମାନେ ତମରେ ଜାଣିଥିବ ଯେ ଏ ଯୋଉମାନଙ୍କର ବି ଆଗାମୀ ଦିନରେ ଅଛି ପ୍ରିଲିମ୍ସ ଏକ୍ସାମ ଅଛି, ତମେମାନେ ଜାଣିଥିବ ଯେ ହିଷ୍ଟ୍ରିରୁ ତମର ସବୁଠୁ ଅଧିକା କ୍ୱେଶ୍ଚନ ଆସୁଛି। ଯଦି ମୁଁ ତମକୁ ହିଷ୍ଟ୍ରିରୁ ଡିଭାଇଡେଡ୍ କରିବି ଛୁଆମାନେ, 3 ପ୍ରକାର ଆସୁଛି। ଗୋଟେ ତମର ଧରାଯାଉ ହଉଛି ଗୋଟେ ଏନସିଏଣ୍ଟ ଆସୁଛି, ଆଉ ଗୋଟେ ତମର ମେଡିଏଭାଲ ଆସୁଛି ଏବଂ ଆଉ ଗୋଟେ ତମର ହଉଛି ମଡର୍ଣ୍ଣ। ଯଦି ସବୁଠୁ ଅଧିକ କ୍ୱେଶ୍ଚନ କୋଉଠୁ ଆସୁଛି ସେଟା ହଉଛି ତମର ମଡର୍ଣ୍ଣ ହିଷ୍ଟ୍ରିରୁ ସବୁଠୁ ଅଧିକ କ୍ୱେଶ୍ଚନ ଆସୁଛି। ତେଣୁ ଆଜି ଆମେ କଣ କରିପାରିବା, ମଡର୍ଣ୍ଣ ହିଷ୍ଟ୍ରିରୁ ବଛା ବଛା ପିଲାମାନେ ମୁଁ ତୁମମାନଙ୍କୁ କିଛି କ୍ୱେଶ୍ଚନ କରେଇବି ଏବଂ ରିମେନିଂ ଯୋଉ କ୍ୱେଶ୍ଚନ ଗୁଡା ପିଲାମାନେ ରହିବ ତାକୁ ଆମେ କଣ କରିବା, ତୁମକୁ ହୋମୱାର୍କ ଦେଇଦବା। ତମେ କହିବ ସାର୍ ଆମେ ପାଇବା କୋଉଠୁ, ଆମକୁ ତ ନୋଟ ମିଳୁନି। ଯୋଉମାନଙ୍କୁ ବି ଆର ନୋଟ ଦରକାର ପିଲାମାନେ ତମେ ଗୋଟେ କାମ କର, ଆମ ଆପ୍ଲିକେସନ ଯାହାର ନାଁ ହେଲା ଅଲ୍ ଏକ୍ସାମ ସାଥୀ, ତମେ ମାନେ ଆପ୍ଲିକେସନ କୁ ଡାଉନଲୋଡ କର। ଆପ୍ଲିକେସନ କୁ ଡାଉନଲୋଡ କରି ସାରିଲା ପରେ ତମେ ମାନେ ଯିବ ଫ୍ରି ମେଟେରିଆଲ ସେକ୍ସନ ଗୋଟେ ଆମର ଅଛି, ସେଠୁ ତମେ ଯାଇକି ନୋଟ ଗୁଡିକ ପାଇପାରିବ। ଠିକ ହେଲା। ତା ସହିତ ତମେ ମାନେ ଦେଖିବ ଆମର ଏଠି ଗୋଟେ ପିଲାମାନେ ବେଚ୍ ଅଛି, ତୁମମାନଙ୍କ ମଧ୍ୟରୁ ଯୋଉମାନେ ବି ଚାହୁଁଛ, କାରଣ ମେନ୍ସ ପାଇଁ ବି ଏ ବେଚ୍ କାମ ଦବ। ଓ ଟ୍ରିପଲ ଏସି ଆରଆଇ ଅମିନର ଗୋଟେ ଜିରୋ ଟୁ ରିଷ୍ଟାର୍ଟ ବେଚ୍ ଅଛି। ତମେ ଯଦି ମେନ୍ସ ପାଇଁ ବି ପଢିବା ପାଇଁ ଚାହୁଁଛ ତାହେଲେ ତମେ ମାନେ ଏଇ ବେଚ୍ ନେଇକି ଛୁଆ ମାନେ ପଢିପାରିବ। ଏଟା ତମର ହଉଛି ପୁରା ଷ୍ଟାର୍ଟିଂ ରୁ ବି ଚାଲିଛି। ଯୋଉମାନେ ବି ନୋଟ ପାଇବ କିମ୍ବା ମେନ୍ସ ପାଇଁ ପଢିବ, ତମେ ମାନେ ଏଇ ଗୋଟେ ବେଚ୍ ନେଇକି 349 ଟଙ୍କା, ଯାହାର ପ୍ରାଇସ୍ ଆଗାମୀ ଦିନରେ 999 ହବାକୁ ଯାଉଛି, ତମେ ମାନେ ଏଇ ବେଚ୍ ଟା ନେଇକି ମଧ୍ୟ ପଢିପାରିବ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ପିଲାମାନେ ମୁଁ ଦବା ପାଇଁ ଚାହୁଁଛି ଯେ ତମର କିଛି ବେଚ୍ ଗୁଡିକ ଆମର ଷ୍ଟାର୍ଟ ହେଇଯାଇଛି। ଯେମିତି କି ଗୋଟେ ହେଲା ତମର ପିଓ ବେଚ୍, ଆମର ବର୍ତ୍ତମାନ ସମୟରେ ପଞ୍ଚାୟତ ପାଇଁ ପିଓ ବେଚ୍ ଆମର ଷ୍ଟାର୍ଟ ହେଇଯାଇଛି। ତା ସହିତ ମିଶନ ଖାକି, ଜାଣିଛ ଯେ ତମର ନଭେମ୍ବରରୁ ଡିସେମ୍ବର ଭିତରେ ପିଲାମାନେ ତମର ବର୍ତ୍ତମାନ ସମୟରେ ଏଇ ଯୋଉ ତୁମର ଯାହା ବି ରହିଛି, ଯେମିତି କି ତମର ଡିଷ୍ଟ୍ରିକ୍ଟ କନେଷ୍ଟବଳ, ଏଇ ସବୁ ବେଚ୍ ଗୁଡିକ ଷ୍ଟାର୍ଟ ମାନେ ଆରମ୍ଭ ହବା ପାଇଁ ଯାଉଛି, ମାନେ ଏକ୍ସାମ ବା ତାର ଆପ୍ଲାଇ ଷ୍ଟାର୍ଟ ହବା ପାଇଁ ଯାଉଛି। ତେଣୁ ଯୋଉମାନେ ବି ପ୍ରିପାରେସନ କରିବା ପାଇଁ ଚାହୁଁଛ, ଏଇ ଯୋଉ ଆମର ମିଶନ ଖାକି ବେଚ୍ କିମ୍ବା ଯଦି ତୁମେ ପିଲାମାନେ ଆମର ପିଓ ବେଚ୍, ଯେମିତି କି ତୁମକୁ ମୁଁ ଆଜି ଭିଡିଓରେ ମଧ୍ୟ କହିଥିଲି ଯେ ତୁମର ଭିଏଡବ୍ଲ୍ୟୁ ଏଚଇଡବ୍ଲ୍ୟୁ ଆସୁଛି, ଯଦି ଏଇ କିଛି ବି ତମେ ମାନେ ପ୍ରିପାରେସନ କରିବା ପାଇଁ ଚାହୁଁଛ ତାହେଲେ ତମମାନଙ୍କ ପାଇଁ ସବୁ ଗୁଡ଼ିକ ବେଚ୍ ଷ୍ଟାର୍ଟ ହେଇଯାଇଛି। ତମେ ମାନେ ଏଇ ବେଚ୍ କୁ ନେଇକି ଏନରୋଲ କରିପାରିବ। ତ ଚାଲ କ୍ଲାସକୁ ଆମେ ପଢିବା। ଏମିତି ତ ଆମେ ବହୁତ ଡିସ୍କସନ କରିଦବା, କିନ୍ତୁ ଚାଲ ଆମେ ପ୍ରଥମେ ଆଗେ କ୍ଲାସକୁ ଷ୍ଟାର୍ଟ କରିବା। ଯେମିତି ତୁମମାନଙ୍କୁ ମୋ ପିଲାମାନେ ସବୁ ଭିଡିଓରେ କୁହେ ଯେ ମୁଁ ଯେତେବେଳେ ତୁମମାନଙ୍କ ପାଇଁ ଭିଡିଓ ବନାଏ, ମୁଁ କୌଣସି ପ୍ରକାର ଏନ୍ସର ସିଟ୍ ତୁମମାନଙ୍କ ପାଇଁ ଆଣି ନଥାଏ ଏବଂ ଯୋଉ ଗୁଡ଼ିକ ମୋର ମନେ ଥାଏ ପିଲାମାନେ, ମୁଁ ସେଇ ଗୁଡ଼ିକ ତୁମମାନଙ୍କ ପାଇଁ ଆଣେ। ଯଦି କୌଣସି କ୍ୱେଶ୍ଚନର ଏନ୍ସର ଯେ ତୁମକୁ ଲାଗୁଛି ଯେ ସାର୍ ଏଟା ଏଇଟା ହେଇନଥାନ୍ତା, ଆର ଏନ୍ସର ଧରାଯାଉ ଏ ହେଇନଥାନ୍ତା, ଆର ଏନ୍ସର ବି ହେଇଥାନ୍ତା, ତାହେଲେ ତୁମମାନଙ୍କୁ ମୁଁ ପିଲାମାନେ ରିକ୍ୱେଷ୍ଟ କରିବି ତୁମେ ମାନେ କମେଣ୍ଟ ସେକ୍ସନରେ ଲେଖିଦବ ଯେ ସାର୍ ଆ ଏନ୍ସର ଏଟା ହବନି, ଆପଣ ଭୁଲ କହିଲେ ଆ ଏନ୍ସର ଏଇଟା ହବ ହେଲା। କାରଣ ଗୋଟେ ଗୋଟେ ପିଲାମାନେ ଭୁଲ ହେଇଯାଏ, ସେମିତି ନୁହେଁ ଯେ ସବୁ ଗୁଡ଼ିକ ଠିକ ରହିବ। ଯଦି ଇନ୍ କେସ୍ ଭୁଲ ହେଲା ତମେ ମାନେ କମେଣ୍ଟ ସେକ୍ସନରେ ନିଶ୍ଚୟ ରୂପରେ ଲେଖିଦବ। ତା ସହିତ ପିଲାମାନେ ଯେମିତି ମୁଁ କହିଲି, ଆମ ଟେଲିଗ୍ରାମ ଅଲ୍ ଏକ୍ସାମ ସାଥୀ ଏବଂ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀରେ ତମେ ମାନେ ସବୁ ଗୁଡ଼ିକ ପାଇଯିବ, ଯାହା ବି ତୁମମାନଙ୍କର ଦରକାର ପାଇଯିବ। ଚାଲ ପ୍ରଥମ କ୍ୱେଶ୍ଚନ ଯିବା, ଷ୍ଟାର୍ଟ କରିବା ଆମେ। ମତେ କୁହ ଛୁଆ, ଯେତେବେଳେ ଔରଙ୍ଗଜେବ ପ୍ରଥମେ କଣ ହେଲା ନା, ଆଗେ ଶୁଣ, ଔରଙ୍ଗଜେବଙ୍କର ତାଙ୍କର ମୃତ୍ୟୁ ଘଟିଲା। ଯେତେବେଳେ ଔରଙ୍ଗଜେବଙ୍କ ମୃତ୍ୟୁ ଘଟିଲା ସେତେବେଳେ ତାଙ୍କର ଜଣେ ପୁଅ ଥିଲେ ଯାହାର ନାଁ ଥିଲା କଣ, ମହମ୍ମଦ ଆଜମ ଶାହ। ତାର ନାଁ ଥିଲା ମହମ୍ମଦ ଆଜମ ଶାହ। କିନ୍ତୁ ଇଏ ଗୋଟେ ସୁଶାସକ ନଥିଲା ପିଲାମାନେ, ଇଏ ବେଶୀ ନଥିଲା। ତେଣୁ କିନ୍ତୁ ତାଙ୍କର ଆହୁରି ଗୋଟେ ପୁଅ ଥିଲେ, ଔରଙ୍ଗଜେବଙ୍କର ଆହୁରି ଗୋଟେ ପୁଅ, ତାଙ୍କର ଇଏ ହେଲା ଗୋଟେ ପୁଅ, ଆହୁରି ଗୋଟେ ପୁଅ ଥିଲା ଯାହାର ନାଁ ଥିଲା ବାହାଦୁର ଶାହ ପ୍ରଥମ। ବାହାଦୁର ଶାହ ପ୍ରଥମ ଇଏ କିନ୍ତୁ ଚାହିଁଥିଲା ଯେ ମୁଁ ରାଜଗାଦିରେ ବସିବି। କିଏ? ବାହାଦୁର ଶାହ ପ୍ରଥମ। ଇଏ ଚାହିଁଥିଲା ଯେ ମୁଁ ରାଜଗାଦିରେ ବସିବି, ସେଥିପାଇଁ ଇଏ ତା ଭାଇକି ହରେଇଦେଲା। ତା ଭାଇକି କଣ କଲା, ଯୋଉ ତୁମର ମହମ୍ମଦ ଆଜମ ଶାହ ଯୋଉ ତାର ଭାଇ ଥିଲା, ତାକୁ ଇଏ କଣ କଲା, ତାକୁ ଇଏ ହରେଇଦେଲା। ହରେଇ ଦେଇ ସାରିଲା ପରେ କଣ ହେଲା, ତାକୁ ମାରି ବି ଦେଲା। ଖାଲି ହରେଇଲାନି ଛୁଆ, ସେତେବେଳେ ଏମିତି ହଉଥିଲା, ମାନେ ଶାସନ ପାଇଁ ବାପାକୁ ମାରି ଦଉଥିଲେ, ଶାସନ ପାଇଁ ଭାଇକୁ ମାରି ଦେଇଥିଲେ। ଇଏ ଖାଲି ହରେଇଲାନି, ଏ ତାକୁ ମାରି ବି ଦେଲା। ମାରି ସାରିଲା ପରେ କଣ ହେଲା, ଇଏ ଆସିକି ରାଜଗାଦିରେ ବସିଲା। କେବେ ନା ତମର 1707 ମସିହାରୁ ଆରମ୍ଭ କରିକି 1712, ଅଳ୍ପ ଦିନ ଇଏ କରିଛି, ମାନେ 5 ବର୍ଷ ପାଖାପାଖି କରିଛି ଇଏ ପିଲାମାନେ, ସେଠି ସିଏ କଲା। ଏବଂ ମୁଁ ଯେମିତି କହିଲି, ମୁଁ ତାପରେ ମାନେ ଯେତେବେଳେ ତାର ଭାଇକି ମାରି ଦେଇକି ଏ ରାଜଗାଦିରେ ବସିଲା। ଏବଂ ଆକୁ ଆମେ କଣ କହୁଛେ, ମହମ୍ମଦ ମୁଜାମ ବା ଶାହ ଆଲମ, ଯାହା କହିଲେ ବି ଚଳିବ, ଯାହାଙ୍କ ନାଁ ହେଲା ବାହାଦୁର ଶାହ। ମନେ ରହିବ। ହଉ, ହୁଇଚ ମୋଗଲ ଏମ୍ପାୟାର, କାହାକୁ ପପୁଲାରଲି ରଙ୍ଗିଲା କୁହାଯାଏ। ତୁମ ମାଇଣ୍ଡକୁ ଯେତେବେଳେ ରଙ୍ଗିଲା ଆସିବ, ତମେ କହିବ ସାର୍ ରଙ୍ଗିଲା ମାନେ କଣ, ଆମ ଓଡିଆରେ ଆମେ ରଙ୍ଗିଲା କାହାକୁ କହୁଛେ? ଯେମିତି ତୁମେ ଜାଣିଛ ରଙ୍ଗିଲା ଟକା, ରଙ୍ଗିଲା ଟକା ମାନେ କୋଉଟା ବୁଝିବ, ଯେ ଯିଏ ଟିକେ ମାନେ କାହାର ମାନେ ଟିକେ ଝିଅ ହେରିକାକୁ ଆଟ୍ରାକ୍ସନ ନା ଛୁଆ। ଏ ରଙ୍ଗିଲା ମାନେ ସେଇଆ ନୁହେଁ, ସେଟା ଓଡିଆ ରଙ୍ଗିଲା। ଏ ରଙ୍ଗିଲା ମାନେ କଣ, କଲରଫୁଲ ଯୋଉଟା ତୁମେ କହିବ ହେଲା। ଏ ରଙ୍ଗିଲା ମାନେ ହେଲା ଯୋଉଟା ଆମେ ବୁଝିବା କଲରଫୁଲ। କଲରଫୁଲ ମାନେ କଣ
ନା ତାଙ୍କ ସମୟରେ ତମେ ଦେଖିଛ ନା ନାହିଁ ପିଲାମାନେ ଯେତେବେଳେ ଭୁବନେଶ୍ୱରରେ ତୁମେ କେତେବେଳେ ଯିବ ଦେଖିବ ଯୋଉ ହକି କିମ୍ବା କୌଣସି ଖେଳ ଯେତେବେଳେ ହେଇଥିବ କାନ୍ଥ ବାଡକୁ ସବୁ ରଙ୍ଗ କରିଦେଇଥାନ୍ତି। ସବୁ କୋଉଠି କିଏ ଡ୍ୟାନ୍ସ କରୁଥିବ, କୋଉଠି କିଏ ଥିବ ରଙ୍ଗ କରିଦେଇଥାନ୍ତି। ସେଇ ଭଳିଆ ପିଲାମାନେ ଥିଲା। ଆଙ୍କ ସମୟରେ କଣ ହଉଥିଲା ତମର ଆର୍ଟସ, ମ୍ୟୁଜିକ, ଡ୍ୟାନ୍ସ ଏଇ ସବୁ ଜିନିଷ ତମର କଣ ଥିଲା ପିଲାମାନେ ମାନେ ଏଗୁଡା ସବୁ ତୁମର ଚାଲିଥିଲା। ସେଇଥିପାଇଁ ପିଲାମାନେ ଆଙ୍କୁ ରଙ୍ଗିଲା ବୋଲି କୁହନ୍ତି। କିଏ ଥିଲେ ସିଏ ନା ମହମ୍ମଦ ଶାହ। ବୁଝିହେଲା? ଏବଂ ଇଏ ତୁମର 1790 ରୁ ପିଲାମାନେ 1748 ପର୍ଯ୍ୟନ୍ତ ଇଏ କଣ କରିଥିଲେ ଶାସନ କରୁଥିଲେ। ଏବଂ ତାଙ୍କର ଯଦି କ୍ୱେଶ୍ଚନ ଆସିଲା ଯେ ତାଙ୍କ ନାଁ ରଙ୍ଗିଲା କଣ ପାଇଁ ହେଲା? ନା ତାଙ୍କର ଯୋଉ ଶାସନ କାଳ ମଧ୍ୟରେ ଆର୍ଟସ ଏବଂ ତୁମର ଲାଇଫଷ୍ଟାଇଲକୁ ବେଶୀ ଟିକେ ଇମ୍ପାକ୍ଟ ଦିଆହଉଥିଲା, କଲଚରାଲ ଇମ୍ପାକ୍ଟ ଥିଲା। ସେଥିପାଇଁ ତାଙ୍କ ନାଁ ରଙ୍ଗିଲା ଥିଲା। ନଦିର ଶାହ ପିଲାମାନେ ଆସିଥିଲେ ଇଣ୍ଡିଆ କାହା ସମୟରେ ଆସିଥିଲେ? ନଦିର ଶାହ ଜଣେ ଯୋଉ ପିଲାମାନେ ଥିଲେ ସିଏ କାହା ସମୟରେ ଆସିଥିଲେ? ଏଇଟା ତୁମର ପ୍ରାୟ ଟାଇମରେ ଏକ୍ସାମରେ ଥାଏ। ମନେ ରଖିଥାଉ ତୁମର ସିଏ ଥିଲେ ସେତେବେଳେ ମୋଗଲ ଏମ୍ପାୟାର ଜଣେ ଥିଲେ। ଜଣେ ମୋଗଲର ଜଣେ ତାଙ୍କର ଥିଲେ ଯାହାଙ୍କ ନାଁ ଥିଲା ମାନେ ହଉଛି ମହମ୍ମଦ ଶାହ। ମହମ୍ମଦ ଶାହଙ୍କ ସମୟରେ ପିଲାମାନେ ନାଦିର ଶାହ ଆସିଥିଲେ। କୋଉ ମସିହା? ନା ତମର ହଉଛି 1739 ମସିହାରେ। ବୁଝିହେଲା? ଏଇଠି ପିଲାମାନେ କଣ ହେଲା ନା ନାଦିର ଶାହ ଆଉ ମୋଗଲ ଯୋଉ ତୁମକୁ ମୁଁ କହିଲି ମୋଗଲ ଆର୍ମି ଆଙ୍କ ଭିତରେ କଣ ହେଲା ଗୋଟେ ଯୁଦ୍ଧ ହେଇଥିଲା। ଆଗେ ଭଲସେ ବୁଝ। ନାଦିର ଶାହ କାହା ସମୟରେ ଆସିଥିଲେ? ଦୁଇ ଜଣ ଥିଲେ। ଜଣେ ଥିଲେ ତୁମର ନାଦିର ଶାହ ଏବଂ ଆଉ ଜଣେ ମୁଁ କଣ କହିଲି ମୋଗଲ ଏମ୍ପାୟାର ଜଣଙ୍କ ନାଁ ଥିଲା ମହମ୍ମଦ ଶାହ। ଏମାନେ ଇଏ କେବେ ଆସିଥିଲେ ନା ତୁମର 1739 ମସିହାରେ ଆସିଥିଲେ। ଯୋଉଟା କି ତୁମର ବ୍ୟାଟେଲ ଗୋଟେ ପିଲାମାନେ ହେଇଥିଲା। ବ୍ୟାଟେଲ ଅଫ କର୍ଣ୍ଣଲ ଯାହାକୁ ଆମେ କହୁଛେ ବ୍ୟାଟେଲ ଅଫ କର୍ଣ୍ଣଲ। ଏଇଠି କଣ ହେଇଥିଲା ନାଦିର ଶାହଙ୍କ ଯୋଉ ଫୋର୍ସେସ ପିଲାମାନେ ଡିଫିଟେଡ ଦ ମୋଗଲ ଆର୍ମି। ଇଏ କଣ କରିଥିଲେ ମୋଗଲ ମାନଙ୍କୁ ଇଏ କରିଦେଇଥିଲେ ଏବଂ ସେମାନେ କଣ କରିଥିଲେ ପିଲାମାନେ ଦିଲ୍ଲୀକୁ ଲୁଟି ପକେଇଥିଲେ। ବୁଝିହେଲା ନାଇଁ? ପୁରା ଯେତେବେଳେ ତାକୁ ହରେଇ ଦେଲେ ହରେଇ ଦେଇକି ଏମାନେ ଦିଲ୍ଲୀକୁ କଣ କରିଥିଲେ ନା ଲୁଟି ନେଇଥିଲେ। ତାହେଲେ ଯଦି ତୁମର ଆସିଲା ଯେ ନାଦିର ଶାହ କାହା ସମୟରେ ଆସିଥିଲେ? ସିଏ ତୁମର ଆସିଥିଲେ ପିଲାମାନେ ମହମ୍ମଦ ଶାହ ଯିଏ କି ଜଣେ ମୋଗଲ ରାଜା ଥିଲେ। ତାଙ୍କ ସମୟରେ ଇଏ ଆସିଥିଲେ। ଥାର୍ଡ ବ୍ୟାଟେଲ ଅଫ ପାଣିପଥ ଯୋଉଟା ତୁମର ପିଲାମାନେ ହେଇଥିଲା କେବେ ନା 1761 ମସିହାରେ। ଏଟା କାହା କାହା ଭିତରେ ହେଇଥିଲା? ଦେଖ ଛୁଆ ଏଇ ଯୋଉ ଥାର୍ଡ ବ୍ୟାଟେଲ ଅଫ ପାଣିପଥ ଯଦି ତୁମର ଏକ୍ସାମରେ ଆସିଲା ଏଟା ତୁମର ହେଇଥିଲା ପ୍ରଥମେ ଦେଖ ଆଗେ କେବେ ହେଇଥିଲା ନା 1761 ରେ ହେଇଥିଲା। ମରାଠା ମାନଙ୍କ ଭିତରେ ଆଉ ତମର ହେଇଥିଲା ଏଟା ଆଫଗାନ ମରାଠା ଆଉ ତମର ଆଫଗାନ ମାନଙ୍କ ମଧ୍ୟରେ ପିଲାମାନେ ଏଠି ହେଇଥିଲା। ଯୋଉ ଆଫଗାନ ମାନଙ୍କର ଥିଲା ତାଙ୍କର ଲେଡ ପିଲାମାନେ କିଏ ନେଇଥିଲେ ମାନେ ତାଙ୍କର ନେତୃତ୍ୱ କିଏ ନେଇଥିଲେ? ସିଏ ଥିଲେ ତୁମର କିଏ ଅହମ୍ମଦ ଶାହ ଦୁରାନୀ ଥିଲେ। ଅହମ୍ମଦ ଶାହ ଦୁରାନୀ। ଆଫଗାନ ଫୋର୍ସେସ ମାନେ ପିଲାମାନେ କଣ କଲେ? ସେମାନେ ଆସି ଯାଇଥିଲେ ହେଲା। ଆସିକି ସେମାନେ କଣ କଲେ? ପୁରା ଟୋଟାଲ ଧ୍ୱଂସ ବିଧ୍ୱଂସ କରିଦେଲେ। ମରାଠା ଯୋଉ ଥିଲା ମରାଠା ମାନଙ୍କର ଶାସନ ମାନେ ତାଙ୍କର ଯୋଉ ଲେଡ ପିଲାମାନେ କିଏ ନେଇଥିଲେ ନା ସଦାଶିବ ଭାଉ ନେଇଥିଲେ। ସଦାଶିବ ଭାଉ। ସଦାଶିବ ଭାଉ ସେ ପିଲାମାନେ ନେଇଥିଲେ ଏବଂ ଯେମିତି ମୁଁ କହିଲି ଯେ ତମର ହଉଛି କଣ ମୁଁ କହିଲି ମାନେ ଅହମ୍ମଦ ଶାହ ଯିଏ ତୁମର ହଉଛି ଆଫଗାନ ମାନଙ୍କର ତାଙ୍କର ଶାସନ ନେଇଥିଲେ ହେଲା। ଏବଂ ଏଇ ସମୟରେ ପିଲାମାନେ କଣ ହେଇଥିଲା ଏଇଠୁ ତୁମର କ୍ୱେଶ୍ଚନ ବେସିକାଲି ଦୁଇଟା କ୍ୱେଶ୍ଚନ ତୁମର ଆସେ ଯେ 1761 ମସିହା ଯୁଦ୍ଧଟା କଣ ନା ସେଟା ହଉଛି ଥାର୍ଡ ବ୍ୟାଟେଲ ଅଫ ପାଣିପଥ। କାହା କାହା ଭିତରେ ହେଇଥିଲା ନା ମରାଠା ଆଉ ଆଫଗାନ। ଆଫଗାନ ମାନଙ୍କର ତାଙ୍କର ଶାସନ ନେଇଥିଲେ କିଏ ବା ତାଙ୍କର ଲେଡ ନେଇଥିଲେ କିଏ? ସିଏ ନେଇଥିଲେ ତୁମର ଅହମ୍ମଦ ଶାହ ଦୁରାନୀ ଏବଂ ତମର ହଉଛି ମରାଠା ମାନଙ୍କର କିଏ ନେଇଥିଲେ ନା ତୁମର ସଦାଶିବ ରାଓ ବୋଲି ନେଇଥିଲେ ହେଲା। ଏତିକି ଟିକେ ପିଲାମାନେ ମନେ ରଖିବ। ଚାଲ ତାପର କ୍ୱେଶ୍ଚନ କୁ ଯିବା। ଇଣ୍ଡିପେଣ୍ଡେଣ୍ଟ କିଙ୍ଗଡମ ଏଇଠି ଗୋଟେ କ୍ୱେଶ୍ଚନ ପିଲାମାନେ ଦେଖ ମୁଁ ତୁମକୁ ଯୋଉ ଟିକେ ଆଗରୁ କହିଲି ସେତେବେଳେ କଣ ହେଲା ଏଇ ଯୋଉ ତମର ଆସିଲେ କିଏ ମାନେ ମରାଠା ମାନଙ୍କ ଉପରେ ଯେତେବେଳେ ତୁମର ସେମାନେ ଆସିଗଲେ ଗୋଟେ ଇଣ୍ଡିପେଣ୍ଡେଣ୍ଟ କିଙ୍ଗଡମ ହେଇଥିଲା ପିଲାମାନେ ଯାହାକୁ ଆମେ କହୁଛେ ଅବଧ। କ୍ୱେଶ୍ଚନ ହେଲା ଏଇ ଯୋଉ ଅବଧ କିଙ୍ଗଡମ ର ଆର ଫାଉଣ୍ଡର କିଏ? ପିଲାମାନେ ଆର ଫାଉଣ୍ଡର ହେଲେ ତୁମର କିଏ? ସାଦାତ ଖାନ ବୁରଖାନ ଉଲ ମଲିକ ଯାହାକୁ କି ଏଇ ଯୋଉ ଅବଧର ତାର ଗଭର୍ଣ୍ଣର ଭାବେ ସେତେବେଳେ ତୁମର ଯୋଉ ଥିଲା ପିଲାମାନେ ତାଙ୍କର ଗଭର୍ଣ୍ଣର ନିଯୁକ୍ତି କରାଯାଉଥିଲା। କେବେ ନିଯୁକ୍ତି କରାଯାଇଥିଲା ନା 1722 ମସିହାରେ। କିଏ କରିଥିଲେ ନା ମୋଗଲ ଏମ୍ପାୟାର ମାନେ କରିଥିଲେ। ବୁଝିଲା? ଯେତେବେଳେ ତୁମର 1722 ମସିହା ବେଳେ ମୋଗଲ ମାନେ କଣ କରିଥିଲେ ତାଙ୍କର ଜଣେ ମାନେ ଯୋଉ ତୁମର ଅବଧଙ୍କର ଜଣେ ଗଭର୍ଣ୍ଣର ଭାବେ ନିଯୁକ୍ତି କରିଥିଲେ କାହାକୁ ନା ସାଦାତ ଖାନ ବୁହରାନ ଉଲ ମଲିକ। ବୁଝିହେଲା? ଚାଲ ତାପର କ୍ୱେଶ୍ଚନ କୁ ଯିବା। ହଉ ଭାସ୍କୋଡା ଗାମା କେବେ ଖଲିକଟ ଆସିକି ପହଞ୍ଚିଥିଲେ? କୋଉ ମସିହାରେ ଭାସ୍କୋଡା ଗାମା ଆସିକି ଖଲିକଟ ପହଞ୍ଚିଥିଲେ? ଏଇଟା ଯଦି ତମର ଆସିଲା ପିଲାମାନେ ମନେ ରଖିବ 1498। 6 ନମ୍ବର ଅପସନ ବି ହବ ଏହାର କରେକ୍ଟ ଆନ୍ସର। ମୁଁ ଆଉ ଥରେ କହି ଦଉଛି ଯଦି ତମର କୌଣସି କ୍ୱେଶ୍ଚନ କୁ ପିଲାମାନେ ତୁମକୁ ଲାଗୁଛି ଯେ ସାର୍ ଆର ଆନ୍ସର ଏଟା ହେଇ ନଥାନ୍ତା ଆର ଆନ୍ସର ଅଲଗା ହବ ତାହେଲେ ତମେ ମାନେ କମେଣ୍ଟ ସେକ୍ସନରେ ଲେଖିଦବ। ପ୍ରଥମେ ଦେଖ ପିଲାମାନେ ଫାଷ୍ଟ ୟୁରୋପିଆନ ପାୱାର
ଦେଖ ଆମ ଇଣ୍ଡିଆକୁ ଛୁଆ ଯୋଉମାନେ ବି ପୂର୍ବରୁ ଆସିଛନ୍ତି ନା, ସେମାନେ ଶାସନ ପାଇଁ ବହୁତ କମ୍ ଆସିଥିଲେ। ଶାସନ ପାଇଁ ଇଂରେଜ ଗୁଡା ଆସିଥିଲେ। କିନ୍ତୁ ତା ପୂର୍ବରୁ ଯୋଉମାନେ ବି ସବୁ ଆସୁଥିଲେ, ସେମାନେ କୋଉଥିପାଇଁ ଆସିଥିଲେ କୁହ ନା ବେପାର ବାଣିଜ୍ୟ କରିବା ପାଇଁ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ପିଲାମାନେ ଥିଲା, ସେମାନେ ଆସିକି ଇଣ୍ଡିଆରେ ବେପାର ବାଣିଜ୍ୟ କରିବେ। ଏତିକି ତାଙ୍କର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଫାର୍ଷ୍ଟ ୟୁରୋପିଆନ୍ ପାୱାର ଟୁ ଏଷ୍ଟାବ୍ଲିଶ ଦ ଟ୍ରେଡ୍ ରିଲେସନ୍ ୱିଥ୍ ଇଣ୍ଡିଆ। ପ୍ରଥମେ କୋଉମାନେ ଆସିଥିଲେ? ମନେ ରଖିଥାଅ ପିଲାମାନେ, ପ୍ରଥମେ ଯୋଉ ତୁମର ଟ୍ରେଡ୍ ପାଇଁ ଆସିଥିଲେ, ଏଟା ତୁମର ଥିଲେ ହଉଛି ପର୍ତ୍ତୁଗୀଜ ମାନେ। ଏଇଟା ତୁମର ପ୍ରାୟ ଟାଇମରେ ଆସେ। ପର୍ତ୍ତୁଗୀଜ ମାନେ ଆସିଥିଲେ। କେବେ? ଏଇ ଯୋଉ ତୁମକୁ ମୁଁ କହିଲି, ପର୍ତ୍ତୁଗୀଜର ଜଣେ ଏକ୍ସପ୍ଲୋରର ଯାହାଙ୍କ ନାଁ ଥିଲା ଭାସ୍କୋଡା ଗାମା, ଯିଏକି 1498 1498 ମସିହାରେ ପିଲାମାନେ ସିଏ ଆସିକି ପହଞ୍ଚିଥିଲେ। ପ୍ରଥମେ ତମର କିନ୍ତୁ ତାଙ୍କର ମୁଖ୍ୟ ପର୍ପଜ ପିଲାମାନେ କଣ ଥିଲା ନା ଟ୍ରେଡିଂ ଥିଲା। ତମର ସିଏ ଯୋଉ ଥିଲା ସେତେବେଳେ କାଲିକଟ କଥା କହିବି କିମ୍ବା କୋଚି କଥା କହିବି, ସେମାନେ ପିଲାମାନେ ପ୍ରଥମେ ଆସିଥିଲେ ଏବଂ ତାଙ୍କର ମୁଁ କଣ କହିଲି ଯେ ଟ୍ରେଡିଂ ରିଲେସନ ପାଇଁ ଇଣ୍ଡିଆ ସହିତ ଟ୍ରେଡିଂ କରିବା ପାଇଁ ସେମାନେ ଆସିଥିଲେ। କିନ୍ତୁ ପରବର୍ତ୍ତୀ ମୋମେଣ୍ଟରେ ପିଲାମାନେ କଣ ପର୍ତ୍ତୁଗୀଜ ମାନେ, ତାପରେ ତୁମର ଆସିଗଲେ କୋଉମାନେ ଡଚ ମାନେ ଆସିଗଲେ, ଫ୍ରେଞ୍ଚ ମାନେ ଆସିଗଲେ, ବ୍ରିଟିଶ ମାନେ ଆସିଗଲେ। କିନ୍ତୁ ଯେତେବେଳେ ବ୍ରିଟିଶ ମାନେ ଆସିଲେ ପିଲାମାନେ, ଏମାନେ କୋଉଥିପାଇଁ ଆସିଲେ? ଏମାନେ କହିଲେ ଯେ ନା ଆମେ ଲୁଟିବାନି, ଆମେ ଲୁଟ୍ ପ୍ଲସ୍ ରୁଲ୍, ଆମେ ଲୁଟି ନବା କିନ୍ତୁ ରୁଲ୍ ବି ଆମେ କରିବା। ଏଇଟା ଆଙ୍କ ମାଇଣ୍ଡରେ ଥିଲା। ସେଥିପାଇଁ ସେମାନେ ଏତେ ବର୍ଷ ଧରିକି ଆମକୁ ଶାସନ କଲେ। ହଉ, ଯୋଉ ତୁମର ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀ ପିଲାମାନେ ପ୍ରଥମେ ଯେତେବେଳେ ଆସିଲା, ଏଟା କେବେ ହେଇଥିଲା? ମନେ ରଖିଥାଅ, ତୁମର 8 ନମ୍ବର ହଉଛି ଅପସନ୍ ସି, 1664 ମସିହାରେ ତୁମର ହଉଛି ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀ ହେଇଥିଲା। এইটা ଗୋଟେ ଛୁଆମାନେ ତୁମର ବହୁ ସମୟରେ ଆସେ ଯେ ବେଟେଲ ଅଫ୍ ପ୍ଲେସି କେବେ ହେଇଥିଲା? ଏଇଟା ତୁମର ବହୁତ ଥର ଆସେ। ଚାଲ ଆ ବିଷୟରେ ଆମେ ଗୋଟେ ଗୋଟେ କରି ପଢିବା। ପ୍ରଥମେ ହେଲା ଏଇ ଯୋଉ ବେଟେଲ ଅଫ ପ୍ଲେସି ପିଲାମାନେ, ଏଟା ତୁମର ହେଇଥିଲା 1757 ମସିହା ଜୁନ ମାସ 23 ତାରିଖରେ ପିଲାମାନେ ହେଇଥିଲା। କୋଉଠି ନା ତୁମର ଭାଗୀରଥୀ ନଦୀ କୂଳରେ ହେଇଥିଲା। ହେଲା, ଭାଗୀରଥୀ ନଦୀ କୂଳରେ ତୁମର ଏଟା ହେଇଥିଲା, ଯୋଉଟା କି ବର୍ତ୍ତମାନ ସମୟରେ ଯୋଉ ତୁମର ଅଛି ୱେଷ୍ଟ ବେଙ୍ଗଲରେ, ୱେଷ୍ଟ ବେଙ୍ଗଲ ପଲାସି, ଏଠି ତୁମର ହେଇଥିଲା। କାହା କାହା ଭିତରେ ହେଇଥିଲା? ପ୍ରଥମ ହେଲା ତୁମର ସେତେବେଳକୁ ପିଲାମାନେ ବ୍ରିଟିଶ ମାନେ ବହୁତ ପାୱାରଫୁଲ ହେଇଯାଇଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ, ଯାହାର ନେତୃତ୍ୱ କିଏ ନେଇଥିଲେ ନା ରବର୍ଟ କ୍ଲାଇଭ ନେଇଥିଲେ ଛୁଆ। ରବର୍ଟ କ୍ଲାଇଭ ନେଇଥିଲେ ଏବଂ ସେତେବେଳେ ଯୋଉ ଛୁଆ ଥିଲା ନବାବ ଅଫ ବେଙ୍ଗଲ, ନବାବ ଅଫ ବେଙ୍ଗଲ ଯାହାଙ୍କ ନାଁ ଥିଲା ସିରଜ ଉଦ୍ଦୁଲା, ସିରଜ ଉଦ୍ଦୁଲା, ତା ଭିତରେ ପିଲାମାନେ ହେଇଥିଲା ଜୁନ 23 1757 ମସିହାରେ ହେଇଥିଲା। ଏବଂ ଏଠି ପିଲାମାନେ କଣ ହେଲା, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଛୁଆ ସେତେବେଳକୁ କଣ ହେଇଥିଲା, ବହୁତ ପାୱାରଫୁଲ ହେଇଥିଲା। ବହୁତ ପାୱାରଫୁଲ ମାନେ ତା ସାମ୍ନାରେ ଇଏ ନୱାଜ ଯୋଉ ତୁମର ଥିଲେ, ସିଏ କେହି ବି ନଥିଲେ। ସିଏ ମାନେ ଚିଟି ବରାବର ଥିଲେ। ଏମାନେ ତାକୁ କଣ କଲେ, ଆରାମରେ ହରେଇ ଦେଲେ ଏବଂ ତାପରେ କଣ କଲେ ପିଲାମାନେ, ତାକୁ ଇଏ ମାନେ ତାଙ୍କ ଅଧୀନକୁ ନେଇଗଲେ। କଣ ହେଲା ଦେଖ, ଏ ସିକ୍ରେଟ ଆଲିଆନ୍ସ ବିଟୱିନ ବ୍ରିଟିଶ ଏବଂ ସିରାଜ ଉଦ୍ଦୌଲାର ତା ଯୋଉ ଜେନେରାଲ ପିଲାମାନେ ଥିଲା ମୀର ଜାଫର, ତାଙ୍କ ଭିତରେ ପିଲାମାନେ ହେଇଥିଲା। ମୁଁ ସବୁବେଳେ କହିଛି ଯେ ଏଟା ଯୁଗ ଯୁଗରୁ ରହିଛି ଯେ ନିଜ ଲୋକ ହିଁ ସବୁବେଳେ ଧୋକା ଦିଅନ୍ତି। ଏଇ ଯୋଉ ସିରାଜ ଉଦ୍ଦୌଲାର ପିଲାମାନେ, ତାର ନିଜର ଜେନେରାଲ ଯାହାର ନାଁ ଥିଲା ମୀର ଜାଫର, ସିଏ କଣ କଲା, ସିଏ ଯାଇକି ଇଂରେଜ ମାନଙ୍କ ସହିତ ମିଶିଗଲା। ମିଶିକି ତାଙ୍କ ସହିତ ଗୋଟେ ସନ୍ଧି କରିଦେଲା। ଯାହାଦ୍ୱାରା କି କଣ ହେଲା, ଯଦି ନିଜ ଲୋକ ଛୁଆ ଧୋକା ଦେଇଛି, ତୁମେ ଦେଖିଥିବ ଯୋଉ ମୁଭିଟା ଯୋଉ ଆସିଥିଲା, ଯୋଉ ସମ୍ଭାଜୀ ମହାରାଜଙ୍କର ଆସିଥିଲା, ସମ୍ଭାଜୀ ମହାରାଜକୁ କେହି ମାରି ପାରିନଥାନ୍ତେ। କିନ୍ତୁ ତାଙ୍କର ନିଜ ଶଳା ହିଁ ଛୁଆ ତାଙ୍କୁ ଧୋକା ଦେଲେ। ଯାହାଦ୍ୱାରା କି ଔରଙ୍ଗଜେବ ଆସିକି ତାଙ୍କୁ କଣ କଲା, ବାନ୍ଧିକି ନେଇଗଲା। ତ ସେଇଭଳିଆ ହେଇଥିଲା, ଯେତେବେଳେ ନିଜ ଲୋକ ଧୋକା ଦେଲେ ସେ ସେଇଠି ହାରି ଯାଇଥିଲା। ଏବଂ 1757 ମସିହାରେ ପିଲାମାନେ ଇଏ କଣ ହେଇଥିଲା ନା ବେଟେଲ ଅଫ ପ୍ଲାସି ହେଇଥିଲା। ହଉ, ବେଟେଲ ଅଫ ବକ୍ସର ପିଲାମାନେ, ଯୋଉଟା ତୁମର ହଉଛି 1764 ମସିହାରେ ବେଟେଲ ଅଫ ବକ୍ସର ହେଇଥିଲା। ଏଟା କାହା କାହା ଭିତରେ ହେଇଥିଲା? ଦେଖ, ଏଟା ବି ତୁମର ସେମିତି ପିଲାମାନେ ଦେଖ, ବ୍ରିଟିଶ ସବୁଗୁଡା ତୁମର ହେଇଥିଲା ବ୍ରିଟିଶ। ବ୍ରିଟିଶ ସେତେବେଳକୁ ଆସିକି ତୁମର କଣ କରିଥିଲେ ନା ଇଂରେଜ ମାନେ ଆସିକି ପହଞ୍ଚି ଯାଉଥିଲେ। ଛୁଆମାନେ ଇମାଜିନ କର, ଗୋଟେ ଜାଗା ତୁମକୁ ମୁଁ ଦେଲି, ମୁଁ କହିଲି ଯେ ତମର ଗୋଟେ ଗୋଟେ ଗାଁ ବା ଗୋଟେ ଘର ତୁମକୁ ମୁଁ ଦେଲି, ସେଇ ଘର ଭିତରେ ସବୁବେଳେ ବର୍ଷର 365 ଦିନ ତୁମକୁ ସେଠି ବଢିଆ ବଢିଆ ଖାଇବା ମିଳିବ ବିନା ପଇସାରେ। ତୁମେ ଛୁଆ କାଲକା ଦିନର ଆଉ ଗୋଟେ ଲୋକ ଆସିକି କହିବ ଯେ ନା ତୁ ସେଠୁ ପଳା, ବର୍ତ୍ତମାନ ମୁଁ ସେଠି ଖାଇବି। ତ ଛୁଆ ଏଠି ଧରାଯାଉ ତୁମେ 3 ଜଣ ଅଛ, ଯିଏକି ବର୍ଷ ସାରା ତୁମେ ଖାଉଛ। ତୁମେ ଛୁଆ ତାକୁ ଖାଲିଟାରେ ଛାଡିଦବ କି? ତୁମେ କହିବ ହେଁ ଆମେ କେମିତି ତାକୁ ଖାଲିଟାରେ ଛାଡିବା? ତୋର ଯଦି ନଇତେ ମନ, ପ୍ରଥମେ ତୁମେ କଣ କରିବ, ତା ସହିତ ଆଗେ ଯୁଦ୍ଧ କରିବ। ଯଦି ହାରିଗଲ, ତାହେଲେ ଯାଇକି ତାକୁ ଛାଡିବ। ସେତେବେଳେ ଛୁଆ ସେମିତି ହଉଥିଲା। ଆମ ଇଣ୍ଡିଆ ସେତେବେଳକୁ ପୁରା ମାନେ କଣ କହିବି ମୁଁ, ଯୋଉ ସୁନା ଅଣ୍ଡା ଦିଆ ମୁର୍ଗୀ କୁହନ୍ତିନି, ସେଇଭଳିଆ ହେଇଯାଇଥିଲା। ବୁଝିହେଲା? ତେଣୁ ତାକୁ କେହି ଛାଡିବା ପାଇଁ ଚାହୁଁନଥିଲେ। କିନ୍ତୁ ଇଂରେଜ ମାନେ ତ ସେମାନେ ତ କାହାରି ନୁହନ୍ତି। ସେମାନେ ତ ପୁରା ଆସିକି ମାନେ କଣ କହିବେ, ଯୁଦ୍ଧ କରିବେ, ନହେଲେ ନହେଲେ ମାରିକି ଫିଙ୍ଗିଦେବେ। ସେଥିପାଇଁ ସେତେବେଳେ ତୁମର ଇଂରେଜ ମାନଙ୍କ ସହିତ ବହୁତ ଯୁଦ୍ଧ ହଉଥିଲା। ହଉ, ତ 1764 ମସିହାର କଥା, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ, ଯୋଉ ତୁମର ମୁଁ ଇଷ୍ଟ ଇଣ୍ଡିଆ କମ୍ପାନୀ ପିଲାମାନେ ଲେଖିଦଉଛି, ବିଇସି ଲେଖିଦଉଛି, ଯାହାର ହେଡ ପିଲାମାନେ କିଏ ଥିଲେ, ହେକ୍ଟର ମୁନରୋ ଥିଲେ। ଯାହାର ଲିଡର ଥିଲେ
ହେକ୍ଟର ମୁନରୋ ସିଏ କଣ କଲେ ଗୋଟେ କମ୍ବାଇନ୍ଡ ଆର୍ମି ଅଫ ମୁଗଲ ଏମ୍ପାୟାର ଯୋଉଟା ଯାହାଙ୍କ ନାଁ ଥିଲା ଶାହ ଆଲମ ଦ୍ୱିତୀୟ ଯାହାଙ୍କ ନାଁ ଥିଲା ଶାହ ଆଲମ ଦ୍ୱିତୀୟ ଯିଏକି ନବାବ ଅଫ ବେଙ୍ଗଲ ତା ସହିତ ମାନେ ଗୋଟେ ଏଲିଏନ୍ସ ପିଲାମାନେ ଥିଲା ତାଙ୍କ ସହିତ ପିଲାମାନେ କିଏ ଥିଲା ଦେଖ ତିନିଟା ନାଁ ଶାହ ଆଲମ ନବାବ ଅଫ ବେଙ୍ଗଲ ମୀର କାସିମ ନବାବ ଅଫ ଆୱଧ ମୁଁ ତୁମକୁ ସେତେବେଳେ କହିଥିଲି ଆୱଧକୁ ବି ଗୋଟେ କଣ ଥିଲା ତାକୁ ବି ଗୋଟେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଥିଲା ମୋଗଲ ମାନେ ତାକୁ ବି ଦେଇଥିଲେ ଯୋଉ ତୁମର ମୋଗଲ ମାନଙ୍କ ଗଭର୍ଣ୍ଣର ଯୋଉ ଥିଲା ସିଏ ମଧ୍ୟ ଗୋଟେ ନୂଆ ତିଆରି କରିଥିଲା ଆୱଧ ତ ତାର ଜଣେ ଥିଲେ ସାହୁଜାଉଦ୍ଦିଲା ଏମାନେ ପିଲାମାନେ ମିଶିକି କଣ କଲେ ଗୋଟେ ଏଲାଏନ୍ସ ତିଆରି କଲେ ଯେମିତି ବର୍ତ୍ତମାନ ତୁମର ଏନଡିଏ ଗୋଟେ ଏଲାଏନ୍ସ ଅଛି ଇଣ୍ଡିଆ ଗୋଟେ ଅଛି ତୁମର ଯୋଉ କଂଗ୍ରେସ ଆଉ ସବୁ ମିଶିକି ଯୋଉ କରିଛନ୍ତି ସେଇଭଳିଆ ଗୋଟେ ଏଲାଏନ୍ସ ତିଆରି କଲେ ଏଲାଏନ୍ସ ତିଆରି କଣ କଲେ ଏମାନେ ଇଂରେଜ ମାନଙ୍କ ବିରୋଧରେ ହାଲ୍ଲା ବୋଲ କରିଦେଲେ ହାଲ୍ଲା ବୋଲ କଲା ପରେ କଣ ହେଲା କିନ୍ତୁ ଏଠି ବି ତମର ଇଂରେଜ ମାନେ ହିଁ ଜିତି ଯାଇଥିଲେ ଏମାନେ ତୁମର ପିଲାମାନେ କଣ ହେଇଥିଲେ ନା ହାରି ଯାଇଥିଲେ ବୁଝିହେଲା ଏଠି ବି ତମର ଇଂରେଜ ମାନଙ୍କର ହିଁ ଜୟ ହେଇଥିଲା ଚାଲ ତାପରେ କ୍ୱେଶ୍ଚନ କୁ ଯିବା ସବସିଡାରୀ ଏଲାଇନ୍ସ ସିଷ୍ଟମ ପିଲାମାନେ ସବସିଡାରୀ ଏଲାଇନ୍ସ ସିଷ୍ଟମ ଯୋଉ ତମର ଥିଲା এইটা ତମର ମାନେ କଣ କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ସବସିଡାରୀ ଏଲାଇନ୍ ସିଷ୍ଟମଟା এটা ତମର କିଏ କରିଥିଲେ ଦେଖ এটা ତୁମର ବେଳେ ବେଳେ ପିଲାମାନେ ଆସେ ମନେ ରଖିଥାଅ ଏଇ ଯୋଉ ତୁମର ହେଇଥିଲା এটা ତୁମର କେବେ ହେଇଥିଲା ନା 1798 ମସିହାରେ ହେଇଥିଲା ହେଲା এটা ଗୋଟେ 1700 ହେଇଥିଲା ଦେଖ এইটা ପିଲାମାନେ କଣ ତମେ କହିବ ସାର୍ ଏଇ ସବସିଡାରୀ ଏଲାଇନ୍ସ କଣ ଆଗେ ଟିକେ ବୁଝାନ୍ତୁ ତାପରେ ଆମେ ତା ବିଷୟରେ ଜାଣିବା ସବସିଡାରୀ ଏଲାଇନ୍ସ ପିଲାମାନେ କଣ ଥିଲା ଯେତେବେଳେ ଇଂରେଜ ମାନେ ଆମ ଇଣ୍ଡିଆ ଉପରେ ଆକ୍ରମଣ କଲେ ବା ଯେତେବେଳେ ଅଧିକାର କରିଦେଲେ ସେତେବେଳେ କିଛି ପ୍ରିନ୍ସଲି ଷ୍ଟେଟ ଗୁଡିକ ଥିଲେ ଛୋଟ ଛୋଟ ରାଜ୍ୟ ଗୁଡିକ ପିଲାମାନେ କିଛି ଥିଲେ ଏମାନେ ତାଙ୍କୁ କହିଲେ ଇଂରେଜ ମାନେ ତାକୁ କହିଲେ ଯେ ଠିକ ଅଛି ତମେ ମାନେ ମାନେ କଣ କରିବ ପୁରା ତମେ ମାନଙ୍କ ରାଜ୍ୟ ତମର ଆମେ କିନ୍ତୁ କଣ କରିବା ତମକୁ ଆମକୁ ଟଙ୍କା ଦେବା ପାଇଁ ପଡିବ ଯାହା ଦ୍ୱାରା କି ଆମେ କଣ କରିବା ତୁମ ରାଜ୍ୟର ଧରାଯାଉ କାଲକା ଦିନର କିଛି ଗୋଟେ ଘର ତିଆରି ହବ କିଛି ଗୋଟେ ମହଲ ତିଆରି ହବ ତାକୁ ଆମେ ତିଆରି କରିବା ତା ସହିତ ତୁମ ରାଜ୍ୟକୁ ଯୋଉ ସୈନ୍ୟମାନେ ଜଗିବେ ସେଗୁଡାକ ସବୁ ଆମ ସୈନ୍ୟ ଜଗିବେ ବୁଝିହେଲା ଏବଂ ତା ସହିତ ତାଙ୍କୁ ତାଙ୍କୁ ଆମେ ପଇସା ଦବାନି ତାଙ୍କୁ ତୁମେ ପଇସା ଦବ ତାମାନେ ଇନଡାଇରେକ୍ଟଲି ପିଲାମାନେ ସେମାନେ ଚାହୁଁଥିଲେ ଯେ ଷ୍ଟେଟ ଗୁଡାକୁ ଇନଡାଇରେକ୍ଟଲି ଏମିତି କରିବା ପାଇଁ ଯାହାଦ୍ୱାରା କି ସେମାନେ ଚାହିଁକି ବି ଇଂରେଜ ମାନଙ୍କ ବିରୋଧରେ କିଛି କରିପାରିବେନି ଯେ ତାଙ୍କ ପଇସାରେ ଆଙ୍କ ସୈନ୍ୟ ଆସିକି ଯେମିତି ରହିବେ ଏବଂ ମାନେ ପ୍ରୋଟେକ୍ଟ କରିବେ ତାଙ୍କ ଷ୍ଟେଟକୁ ଆଙ୍କ ସୈନ୍ୟ ପ୍ରୋଟେକ୍ଟ କରିବେ ଇଂରେଜ ମାନେ ଯିବେ ପ୍ରିନ୍ସଲି ଷ୍ଟେଟ ଗୁଡାକୁ ପ୍ରୋଟେକ୍ଟ କରିବେ ଏଇଟା ପିଲାମାନେ ତୁମର ଥିଲା 1798 ମସିହାରେ ଗୋଟେ ତାଙ୍କର ଗୋଟେ ଥିଲା ସବସିଡାରୀ ଏଲାଏନ୍ସ ବୋଲି କୁହାଯାଉଥିଲା ଯୋଉଟା କି ଲର୍ଡ ୱେଲସଲେ ତମର କରିଥିଲେ ହେଲା ହଉ ଡକ୍ଟର ଇନ ଲାପାସ ଦେଖ ଛୁଆମାନେ এইটা ହିଁ ହଉଛି ମୁଖ୍ୟ ରିଜନ ଡକ୍ଟର ଇନ ଲାପାସ ହିଁ ସବୁଠୁ ମୁଖ୍ୟ ରିଜନ ତମର ଯୋଉ ପ୍ରଥମ ପିଲାମାନେ ହେଇଥିଲା 1857 ମସିହା ତୁମର ଯୋଉ ସିପାହୀ ବିଦ୍ରୋହ ହେଇଥିଲା ପିଲାମାନେ এইটা ହିଁ ତାର ହଉଛି ମୁଖ୍ୟ ମାନେ କଣ କହିବି ମୁଁ ମୁଖ୍ୟ ଉଦ୍ଦେଶ୍ୟ ଦେଖ এইটা ତୁମର କିଏ କରିଥିଲେ ପିଲାମାନେ ପ୍ରଥମ କଥା ଦେଖ ସେତେବେଳେ ତୁମର ଯୋଉ ଗଭର୍ଣ୍ଣର ଜେନେରାଲ ଥିଲେ ତାଙ୍କ ନାମ ପିଲାମାନେ କଣ ଥିଲା ନା ଲର୍ଡ ଡେଲହାଉସି ସିଏ 1848 ରୁ 1856 ବିଷୟରେ ସିଏ ଥିଲେ ସିଏ କଣ କଲେ ସେତେବେଳେ ତୁମର ଯୋଉ ପ୍ରିନ୍ସଲି ଷ୍ଟେଟ ଥିଲେ ତାଙ୍କର କହିବା ଅନୁସାରେ ଯଦି ଗୋଟେ ରାଜ୍ୟର ତାଙ୍କର ଯଦି କି ଉତ୍ତରାଧିକାରୀ ବା ସନ୍ ନଥିବ ତେବେ ସେ ରାଜ୍ୟର ରାଜା ମରିଗଲା ପରେ ସେ ରାଜ୍ୟଟା କଣ ହବ ଇଂରେଜ ମାନଙ୍କ ହାତକୁ ପଳେଇଯିବ ଯଦି ତାଙ୍କର କି ବାୟୋଲୋଜିକାଲ ସନ୍ ତମେ କହିବ ସାର୍ ତାହେଲେ ସେ ତ ଗୋଟେ ପୋଷ୍ୟ ପୁତ୍ର ବି ନେଇ ଆସି ପାରଥାନ୍ତେ ନା ସେ କ୍ଲିୟରଲି ପିଲାମାନେ କହିଥିଲା ବାୟୋଲୋଜିକାଲ ସନ୍ ଅଲଗା ନୁହେଁ ଯଦି କେହି ବାୟୋଲୋଜିକାଲ ସନ୍ ତାର ନଥିବ ସିଏ ମୃତ୍ୟୁ ପରେ ସେ ରାଜ୍ୟଟା କଣ ହବ ଇଂରେଜ ମାନଙ୍କ ହାତକୁ ପଳେଇଯିବ ଏବଂ ସେତେବେଳେ ତୁମର ପିଲାମାନେ ବହୁତ ସାରା ଏମିତି ଥିଲା ଇଣ୍ଡିଆନ ପ୍ରିନ୍ସଲି ଷ୍ଟେଟ ଯେମିତିକି ସାତାରା ଆମ ସମ୍ବଲପୁର ନାଗପୁର ଝାନ୍ସୀ ଯୋଉଟା କି ତାଙ୍କର ପିଲା ମାନେ ରାଜ୍ୟ ମଲା ପରେ ଡାଇରେକ୍ଟ ତାକୁ ଇଂରେଜ ମାନେ କଣ କଲେ ତାଙ୍କ ହାତକୁ ନେଇଗଲେ ଏବଂ ଏଇଟା ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୋଉ ତୁମର ବେଳେ ବେଳେ ଆସେ ଯେ 1857 ଯୁଦ୍ଧର ମୁଖ୍ୟ ଉଦ୍ଦେଶ୍ୟ ପିଲାମାନେ କଣ ଥିଲା ମନେ ରଖିବ ସେଟା ତୁମର ଥିଲା ଡକ୍ଟର ଇନ ଲାପାସ ଏଟା ତୁମର ମୁଖ୍ୟ ଉଦ୍ଦେଶ୍ୟ ଥିଲା 1857 ଯୁଦ୍ଧ ପରେ The Sultan was defeated and killed on which ଟିପୁ ସୁଲତାନ ସରି ଟିପୁ ସୁଲତାନ ପିଲାମାନେ କୋଉଟାର ହେଇଥିଲେ କୋଉ ଯୁଦ୍ଧରେ ଟିପୁ ସୁଲତାନଙ୍କର ମୃତ୍ୟୁ ଘଟିଲା ଏଟା ମନେ ରଖିଥା ତୁମର ଫୋର୍ଥ ଏଙ୍ଗଲୋ ମହୀଶୂର ୱାର ଯୋଉଟା ତୁମର 1799 ପିଲାମାନେ ହେଇଥିଲା ବୁଝିହେଲା କୋଉଠି ହେଇଥିଲା ନା ତୁମର ସେନି ଗୁପ୍ତା ଯୋଉଟା ତୁମର ହଉଛି ଶ୍ରୀନଗ ଗୁପ୍ତା ରହିଛନ୍ତି କାହା କାହା ଭିତରେ ହେଇଥିଲା ବ୍ରିଟିଶ ମାନଙ୍କ ସହିତ ବ୍ରିଟିଶ ଫୋର୍ସ ଆଉ ତୁମର ହଉଛି ଟିପୁ ସୁଲତାନ ବ୍ରିଟିଶ ଫୋର୍ସ ଏବଂ ତୁମର ଟିପୁ ସୁଲତାନ ଭିତରେ ହେଇଥିଲା ପିଲାମାନେ ଏଇ ଯୋଉ ଯୁଦ୍ଧ ହେଇଥିଲା ଯୋଉଟାକୁ ଆମେ କହୁଛେ ଫୋର ଆଙ୍ଗ୍ଲୋ ମରାଠା ୱାର ବୁଝିହେଲା ଏବଂ ଏଟା ସେତେବେଳେ ତୁମର ସିଏ ତୁମର ମହୀଶୂର କିଙ୍ଗଡମ ଥାନ୍ତି ଏବଂ ଯାହା ପରେ କି ତୁମର କଣ ହେଲା ଟିପୁ ସୁଲତାନ ଏଠି ହାରି ଯାଇଥିଲେ କାରଣ ସେତେବେଳକୁ ମୁଁ ତୁମକୁ କହିଲି କି ଛୁଆ ମାନେ ଇଂରେଜ ମାନେ ଦୁଇଟା ରିଜନ ଥିଲା ପ୍ରଥମ କଥା କଣ ଥିଲା ନା ସେତେବେଳେ ଇଂରେଜ ମାନେ ବହୁତ ପାୱାରଫୁଲ ଥିଲେ ଆଉ ଛୁଆ ସେମାନେ କଣ କରୁଥିଲେ ଅଲଗା ରାଜା ମାନଙ୍କର ତାଙ୍କର ନିଜ ଲୋକଙ୍କୁ ଟଙ୍କା ହାରକା ଦେଇକି ତାଙ୍କ ହାତକୁ ନେଇ ଯାଉଥିଲେ
ତେଣୁ ଏଇ ଦୁଇଟା ରିଜନ ଥିଲା ଯାହା ଦ୍ୱାରା କି ସେତେବେଳେ କଣ ହଉଥିଲା ନା ସେମାନେ ସବୁ ମରି ଯାଉଥିଲେ। ତେଣୁ ଟିପୁ ସୁଲତାନ ଏଇଠି କଣ ହେଲା ନା ଟିପୁ ସୁଲତାନ ଏଇଠି ମୃତ୍ୟୁବରଣ କରିଥିଲେ ଏବଂ ପରବର୍ତ୍ତୀ ମୋମେଣ୍ଟରେ ଇଂରେଜ ମାନେ କଣ କରିଥିଲେ ତାଙ୍କ ଟେରିଟୋରୀକି ତାଙ୍କ ଅଣ୍ଡରକୁ ନେଇ ଯାଇଥିଲେ। ଥାର୍ଡ ଆଙ୍ଗ୍ଲୋ ମରାଠା ୱାର କେବେ ହେଇଥିଲା? ଦେଖ ଏଇ ଯୋଉ ଥାର୍ଡ ଆଙ୍ଗ୍ଲୋ ମରାଠା ୱାର ପିଲାମାନେ ଯୋଉଟା ତୁମର 1817 ରୁ 1818 ଭିତରେ ହେଇଥିଲା। ବୁଝିହେଲା? ଥାର୍ଡ କାହା କାହା ଭିତରେ ହେଇଥିଲା ତମର ଏଠି? ନା ତମର ଦେଖ ଜଣେ ଥିଲେ ତମର କିଏ? ନା ବାଜିରାଓ ହଉଛି ଡିଫିଟ୍ ଅଫ ପେଶୱାର ବାଜିରାଓ। ତାଙ୍କର ଯେତେବେଳେ ପିଲାମାନେ ଯେତେବେଳେ ସିଏ ହାରିଗଲେ ତାପରେ ତୁମର ଏଇଟା ସରିଗଲା। ଆଉ ତୁମାନେ କଣ ତୁମର ଏଇ ଯୋଉ ଟୋଟାଲଟା ଯୋଉ ତୁମର ଥାର୍ଡ ଆଙ୍ଗ୍ଲୋ ମରାଠା ୱାର ଏଟା ତୁମର ଆଙ୍ଗ୍ଲୋ ମରାଠା ୱାର ମାନେ ବୁଝ। ଆଙ୍ଗ୍ଲୋ ମାନେ ତୁମର କଣ? ଯୋଉଟା ତୁମର ଇଷ୍ଟ ଇଣ୍ଡିଆ କମ୍ପାନୀ ଆଉ ମରାଠା ମାନେ ତୁମେ ବୁଝିପାରୁଛ ପିଲାମାନେ ଯୋଉ ତୁମର ମରାଠା କାରଣ ତୁମେ ଜାଣିଛ ଯେ ଇଂରେଜ ମାନେ ଶାସନ କରିବା ପୂର୍ବରୁ ଆମ ଇଣ୍ଡିଆରେ ମରାଠା ମାନେ ଶାସନ କରୁଥିଲେ। ତ ଯେତେବେଳେ ତୁମର ମରାଠା ମାନଙ୍କର ଯୋଉ ରୁଲର ଥିଲେ ପେଶୱା ବାଜିରାଓ ସିଏ ଯେତେବେଳେ ତାଙ୍କର ଯେତେବେଳେ ମୃତ୍ୟୁ ଘଟିଲା ତା ପରବର୍ତ୍ତୀ ମୋମେଣ୍ଟରେ ତୁମର ଇଂରେଜ ମାନେ ଆମର ଇଣ୍ଡିଆକୁ ଅତିକ୍ରମ କରିଥିଲେ ଏବଂ ଏଇଟା ହିଁ ତୁମର ଥିଲା ଯେତେବେଳେ କି ତୁମର କମ୍ପ୍ଲିଟଲି ଆମର ଇଂରେଜ ମାନଙ୍କ ହାତକୁ ପଳେଇଥିଲା। ଡିଫିଟ୍ ଅଫ ପେଶୱା ହଉଛି ଆମର ବାଜିରାଓ ମନେ ରହିବ। ହଉ ଏଙ୍ଗଲୋ ଶିଖ ୱାର ପିଲାମାନେ ଏଙ୍ଗଲୋ ମାନେ ବୁଝିପାରୁଛ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଉ ଶିଖ ମାନେ ତୁମେ ଜାଣିଛ ପ୍ରଥମ ଏଙ୍ଗଲୋ ଶିଖ ୱାର କେବେ ହେଇଥିଲା ମନେ ରଖିଥା ଏଟା ତୁମର ହେଇଥିଲା 1845 ରୁ 1846 ଭିତରେ ହେଇଥିଲା ଏବଂ ସେତେବେଳେ ତୁମର ଲର୍ଡ ହାର୍ନିଂସ୍ ଥିଲେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଥିଲେ ଲର୍ଡ ହାର୍ନିଂସ୍। ସେକେଣ୍ଡ ଏଙ୍ଗଲୋ ମୈସୋର ସରି ଏଙ୍ଗଲୋ ଶିଖ ୱାର ତୁମର କେବେ ହେଇଥିଲା 1849 ରୁ 1848 ରୁ 1849 ଏବଂ ସେତେବେଳେ ତୁମର ଥିଲେ କିଏ ନା ଲର୍ଡ ଡାଲହାଉସି ପିଲାମାନେ ତୁମର ଥିଲେ ହଉଛି ଇଏ ବେଳେ ତାହେଲେ ସିଏ କଣ କହିଛି ଦ ଆଙ୍ଗ୍ଲୋ ଶିଖ ୱାର୍ସ କାହା ସମୟରେ ହେଇଥିଲା ତାହେଲେ ଦୁଇ ଜଣଙ୍କ ସମୟରେ ପିଲାମାନେ ହେଇଥିଲା ଜଣେ ହେଲେ ତୁମର ଲର୍ଡ ହାର୍ନିଂସ୍ ଯେଟା ତୁମର ହେଇଥିଲା 1845 ରୁ 1846 ଭିତରେ ଏବଂ ଦ୍ୱିତୀୟଟା ହେଲା ତୁମର ଲର୍ଡ ଡେଲହାଉସି ଯିଏକି ତୁମର 1848 ରୁ 1849 ଭିତରେ ପିଲାମାନେ ହେଇଥିଲା ତେଣୁ ଅପସନ ସି ହବ ଏହାର କରେକ୍ଟ ଆନ୍ସର। ରେଗୁଲେଟିଂ ଆକ୍ଟ ରେଗୁଲେଟିଂ ଆକ୍ଟ ପିଲାମାନେ ପ୍ରଥମେ କଣ ବୁଝ ଯେତେବେଳେ ଇଂରେଜ ମାନେ ପିଲାମାନେ ଆସିଲେ ଯେତେବେଳେ ସେମାନେ କଲେ ସେମାନେ କଣ କଲେ ନା ଡିସିସନ ମେକିଂ କଲେ ଡିସିସନ ମେକିଂ ମାନେ କଣ ସେମାନେ କହିଲେ ଯେ ଆମେ ସୁପ୍ରିମ କୋର୍ଟ ଗୋଟେ ତିଆରି କରିବା ସେମାନେ ପ୍ରଥମେ କଣ କରିଦେଲେ ଗୋଟେ ସୁପ୍ରିମ କୋର୍ଟ ତିଆରି କରିଦେଲେ କୋଉଠି ନା କୋଲକାତାରେ କରିଦେଲେ ଏବଂ ସେଠି ତାଙ୍କର ରୁଲ ପିଲାମାନେ ଚାଲିଲା ରେଗୁଲେଟିଂ ଆକ୍ଟ ମାନେ ବୁଝିପାରୁଛ ତାଙ୍କର ପିଲାମାନେ କଣ୍ଟ୍ରୋଲ ହେଲା ସେମାନେ ନିଜ ନିଜର ଆଡମିନିଷ୍ଟ୍ରେଟିଭ ତିଆରି କଲେ ସେମାନେ ନିଜ ନିଜର ପଲିଟିକାଲ ତିଆରି କଲେ ତାଙ୍କ ମାନେ ଆମ ଯୋଉ ସେତେବେଳେ ଇଣ୍ଡିଆ ଲୋକମାନେ ଥିଲେ ସେମାନଙ୍କୁ ପିଲାମାନେ କଣ କରାଯାଉଥିଲା ଏତେ ଡମିନେଟ ମାନେ ଏତେ ହାଇ ପାୱାର ନଥିଲା ତାଙ୍କୁ ତଳେ ରଖାଯାଉଥିଲା ବୁଝିହେଲା ଏବଂ ତା ସହିତ ପିଲାମାନେ ସେ ଯୋଉ କମ୍ପାନୀ ଥିଲା ଧରାଯାଉ ମୁଁ କହିବି ପିଲାମାନେ ମୁଁ 10 ଟଙ୍କା ଇନକମ କଲି ସେଠୁ ମତେ ବର୍ତ୍ତମାନ 3% ଗଭର୍ଣ୍ଣମେଣ୍ଟକୁ ଟ୍ୟାକ୍ସ ଦେବା ପାଇଁ ପଡୁଛି ସେମାନେ ତ ସେମିତି କିଛି କଲେନି ସେମାନେ ଯାହା ଇନକମ ଆସିଲା ପିଲାମାନେ ସବୁ ତାଙ୍କର ନେଇଗଲେ ମାନେ ବ୍ରିଟିଶ ମାନେ ୱାନ୍ ଟାଇପ ଅଫ ମୁଁ ପିଲାମାନେ କହିବି ସେମାନେ କଣ କଲେ ତାଙ୍କ ନିଜର ଗୋଟେ ରୁଲ ପିଲାମାନେ ତିଆରି କଲେ ଏବଂ ଏମିତି ରୁଲ ସେମାନେ ତିଆରି କଲେ ଯୋଉଠିକି ତାଙ୍କର ହିଁ ଲାଭ ରହିବ ଆଉ ଅଲଗା ଲୋକ କାହାରି ଲାଭ ରହିବନି ଏଇଟା ତୁମର ହେଲା ପିଲାମାନେ ରେଗୁଲେଟିଂ ଆକ୍ଟ ହେଲା କେବେ ଏଇଟା ହେଇଥିଲା ମନେ ରଖିଥାଉ 16 ନମ୍ବର ଅପସନ ବି 1773 ମସିହାରେ। ତାପରେ କ୍ୱେଶ୍ଚନକୁ ଯିବା ବ୍ରିଟିଶ ଆକ୍ଟ ଏଟା ମଧ୍ୟ ପିଲାମାନେ ତୁମର ସେମିତି ଆଙ୍କର ଏଠି ଯୋଉ ବ୍ରିଟିଶ ଆକ୍ଟରେ ଏଠି ତୁମର 6ଟା ମେମ୍ବର ଥିଲେ ଏମାନେ ମଧ୍ୟ ଗୋଟେ କଣ କରୁଥିଲେ ପିଲାମାନେ ଏଇ ଯୋଉ ବ୍ରିଟିଶ ଆକ୍ଟ ଥିଲା ଏମାନେ କଣ କରୁଥିଲେ ସୁପରଭାଇଜ କରିବେ ଆଉ ତୁମର କଣ୍ଟ୍ରୋଲ କରିବେ କୋଉ କୋଉଟା ତୁମର ସିଭିଲ ମିଲିଟାରୀକୁ ରେଭିନ୍ୟୁ ଅପରେସନ ଏଇ ସବୁ ଗୁଡ଼ିକୁ ଏମାନେ ମନିଟରିଂ କଣ୍ଟ୍ରୋଲ ସୁପରଭାଇଜ କରିବା ପାଇଁ ଗୋଟେ ପିଲାମାନେ କଣ ହେଇଥିଲା ଗୋଟେ ବୋର୍ଡ ତିଆରି ହେଇଥିଲା ବୁଝିହେଲା ଏବଂ ଏଇଟା ଗୋଟେ ତୁମର ଗଭର୍ଣ୍ଣମେଣ୍ଟର ବୋର୍ଡ ଏବଂ ଏଇଟା କଣ ପାଇଁ ହେଇଥିଲା ଯୋଉ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସେତେବେଳେ ଥିଲା ତାର କଣ୍ଟ୍ରୋଲ ତାର ଦବଦବାକୁ ବଢେଇବା ପାଇଁ ପିଲାମାନେ ଏଟା ତୁମର ହେଇଥିଲା ତେଣୁ ବ୍ରିଟିଶ ଇଣ୍ଡିଆ ଆକ୍ଟ ଯଦି ଏଟା କ୍ୱେଶ୍ଚନ ଆସିଲା ଏଟା ତୁମର ଥିଲା 17 ନମ୍ବର 1784 ମସିହାରେ ହେଇଥିଲା ହେଲା ତେଣୁ ଯେତିକି ବି ଛୁଆମାନେ ସେତେବେଳେ ଆକ୍ଟ ଗୁଡ଼ିକ ରହୁଥିଲା ମନେ ରଖିଥିବ ଏଇ ଯୋଉ ତୁମର ଦେଖ ଚାର୍ଟର ଆକ୍ଟ ଏଟା ବି ତୁମର ସେମିତି ମାନେ କଣ ମାନେ ସବୁ ତାଙ୍କର ମନୋପଲିଟାକୁ ବଢେଇବା ପାଇଁ ପିଲାମାନେ ତୁମର ଏଟା ହେଇଥିଲା ଚାର୍ଟର ଆକ୍ଟ ଦେଖ 1793 ରେ ଗୋଟେ ହେଇଥିଲା ପିଲାମାନେ ଯୋଉଟା କି ତୁମକୁ ମୁଁ କହିଲି ଇଷ୍ଟ ଇଣ୍ଡିଆ କମ୍ପାନୀର ଟ୍ରେଡ ମନୋପଲି ତାମାନେ ସେମାନେ କଣ ଗୋଟେ ମାନେ ଯୋଉ ତୁମର ଜଳରେ କେବଳ ତାଙ୍କ ମାନେ ଜାହାଜ ହିଁ ଯାଇପାରିବ ଅଲଗା ଜାହାଜ ଯାଇପାରିବନି ତାଙ୍କର ଟ୍ରେଡ ମନୋପଲି ସେମିତି ସେମିତି 1813 ମସିହାରେ ହେଇଥିଲା ଏଟା ଗୋଟେ କଣ ହେଇଥିଲା ନା ତାଙ୍କର ଗୋଟେ ଏଟା ବି ତାଙ୍କର ଗୋଟେ ଟ୍ରେଡ ମନୋପଲି ସେମାନେ କଣ କରୁଥିଲେ ନା ଚାଇନା ବା ଯୋଉ ଅଲଗା ସହିତ ଆଣିକି ଚା ଫା ଟ୍ରେଡିଂ କରୁଥିଲେ ତ ଏଇଗୁଡା ସବୁ ପିଲାମାନେ ତାଙ୍କ ସମୟରେ ମନୋପଲି ବହୁତ ଚାଲିଥିଲା ସିଭିଲ ଏବଂ ମିଲିଟାରୀ ଅଥରିଟି ତାଙ୍କର ଲୋକମାନଙ୍କୁ ତୁମେ ଯଦି ଦେଖିଥିବ ଆରଆରଆର ମୁଭି ଦେଖିଛ ନା ଛୁଆମାନେ ସେଠି ଦେଖିବ ତୁମର ଯେତେବେଳେ ରାମଚରଣ ଏତେ ଜଣଙ୍କ ମାନେ କାମ କରିବ ତଥାପି ଦେଖ ତାକୁ ହାଇଷ୍ଟ ପୋଜିସନ ଦେବେନି ତ ଏଇ ସବୁ ମନୋପଲି ସେତେବେଳେ ଚାଲୁଥିଲା ତାଙ୍କ ସମୟରେ ତେଣୁ 18 ନମ୍ବରଟା ତୁମର କଣ ହବ ନା ମନୋପଲି ଅଫ ବ୍ରିଟିଶ ଟ୍ରେଡ ଇନ ଇଣ୍ଡିଆ ଯୋଉଟା କି ହଉଛି ତୁମର କ୍ୟାରେକ୍ଟର ଆକ୍ଟ ଚାଲ ହୁ ଇଣ୍ଟ୍ରୋଡ୍ୟୁସ
ରାଉତୱାରୀ ସିଷ୍ଟମ ଏଟା ଗୋଟେ ତମର ପିଲାମାନେ ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ ଖାଲି ଏତିକି ମନେ ରଖ ଏଟା ତମର ଗୋଟେ ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ ଥିଲା ମାନେ ତମର ଜମିବାଡି ଉପରେ ଥିଲା ରାଉତୱାରୀ ସିଷ୍ଟମ ଏଟା ତମର କିଏ କରିଥିଲେ ଏଟା ହଉଛି ତମର 19 ନମ୍ବର ଥମାସ ମୁନରୋ ହେଲା ଥମାସ ମୁନରୋ ପିଲାମାନେ ଏଟା ତମର କରିଥିଲେ ଇଂଲିଶ ଏଜୁକେସନ ଆକ୍ଟ ପିଲାମାନେ କଣ ଥିଲା ସେତେବେଳେ ତମର ଥିଲା ଯେମିତି କି ଆମର ବର୍ତ୍ତମାନ ସ୍କୁଲରେ ଓଡିଆ ପଢୁଛୁ ମାନେ ଧରାଯାଉ ତମେ କେବେ ତେଲେଙ୍ଗାନା ଯିବ ପିଲାମାନେ ବା ତୁମେ ଆନ୍ଧ୍ରପ୍ରଦେଶ ଯିବ ସେଠି ତାଙ୍କର ତେଲୁଗୁ ଗୋଟେ ଥିବ କମନ ଆମ ଓଡିଶାରେ ମଧ୍ୟ ପିଲାମାନେ ତୁମକୁ ଦେଖିବ ତୁମେ ଯେତେବେଳେ ଓ ତ୍ରିପୁଲ ଏସି ରେ ଆପ୍ଲାଏ କରୁଛ ତୁମେ ଦେଖିବ ଭି ତ୍ରିପୁଲ ଆଇ ଅର ଏଭବ ମାନେ ତୁମକୁ ଓଡିଆ ଲାଙ୍ଗୁଏଜ ଥିବା ଦରକାର ସେମିତି ପିଲାମାନେ ଯେତେବେଳେ ସେମାନେ ଶାସନ କରୁଥିଲେ ସେମାନେ କଣ କରୁଥିଲେ ଗୋଟେ ଇଂଲିଶ ଏଜୁକେସନ ଆକ୍ଟ କରିଥିଲେ ମାନେ ଯୋଉଠିକି ତୁମେ ସ୍କୁଲ ହଉ କଲେଜ ହଉ ମାଦ୍ରାସା ହଉ ଯୋଉଠିକି ବି ହଉ ତୁମକୁ ଇଂଲିଶ ପଢିତେ ବାଧ୍ୟ ଏବଂ ତାର ମୁଖ୍ୟ କାମ କଣ ଥିଲା ଓଡିଆ ଲୋକଙ୍କ ମନ ଭିତରେ ତାଙ୍କର ଯୋଉ ୱେଷ୍ଟର୍ଣ୍ଣ ଇଂଲିଶଟାକୁ ସେମାନେ କଣ କରିବେ ଲୋକମାନଙ୍କ ଭିତରେ ଚାହିଦା କରିବେ এইটা ହିଁ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏବଂ ତା ସହିତ ସେମାନେ ଏଟାକୁ ତାଙ୍କ ଅଫିସିଆଲ ଲାଙ୍ଗୁଏଜ ଭାବେ ମଧ୍ୟ କରିଥିଲେ ସେଥିପାଇଁ ତମର ଇଂଲିଶ ଏଜୁକେସନ ଆକ୍ଟ ମାନେ ସମସ୍ତଙ୍କୁ ଇଂଲିଶ ପଢିବା ପାଇଁ ଦରକାର 1835 ମସିହାରେ ପିଲାମାନେ ତୁମର ଏଟା ହେଇଥିଲା ଇଂଲିଶ ଏଜୁକେସନ ଆକ୍ଟ ଇମିଡିଏଟ କଜ ଅଫ ରିଭଲ୍ଟ 1807 ଏଇଟା ତକ ମୁଁ ତୁମକୁ ଟିକେ ଆଗରୁ କହିଥିଲି ମୁଁ ଯେ କୋଉ କାରଣ ପାଇଁ 1857 ମସିହାରେ ଯୋଉ ତୁମର ରିଭଲ୍ଟଟା ହେଇଥିଲା ଏଟା ତୁମର କଣ ହେଇଥିଲା ଦେଖ ସେତେବେଳେ ଛୁଆ ମାନେ କଣ ହଉଥିଲା ଗୋଟେ ବନ୍ଧୁକ ୟୁଜ ହଉଥିଲା ଯୋଉଠି ବନ୍ଧୁକଟା ତମର କଣ କରୁଥିଲେ ନା ଦାନ୍ତର ଛିଡେଇକି ସେ ଯୋଉ ଇନଫିଲ୍ଡ ରାଇଫେଲ ବୋଲି ତାକୁ କହୁଥିଲେ ଏନଫିଲ୍ଡ ରାଇଫେଲ ତାକୁ ଦାନ୍ତର ଛିଡେଇକି ସେ ଗୁଳିଟାକୁ ବନ୍ଧୁକ ଭିତରେ ପୁରେଇତେ ପଡୁଥିଲା ତ ସେ ଯୋଉ ଦାନ୍ତର ଛିଡିବା ପାଇଁ ପିଲାମାନେ ସେଟା ତମର ଘୁଷୁରୀ ଏବଂ ତା ସହିତ ଗାଈ ଚମଡାରେ ସେଟା ତିଆରି ହଉଥିଲା ଯେତେବେଳେ ଏଟା ହିନ୍ଦୁ ମୁସଲିମ ଯେତେବେଳେ ସମସ୍ତେ ଜାଣିଲେ ସେମାନେ କଣ କଲେ ଆକୁ ବିରୋଧ କଲେ ଏବଂ ଏଇଟା ହିଁ ତମର ହଉଛି ମୁଖ୍ୟ ଥିଲା କାରଣ ଥିଲା 1857 ମସିହାରେ ଯୋଉ ରିଭଲ୍ଟ ଥିଲା କାରଣ ପୂର୍ବରୁ ବି ଥିଲା ଡକ୍ଟର ଲାପାସ ଥିଲା ବହୁତ ସାରା ଥିଲା କିନ୍ତୁ ଏଇଟା ହିଁ ତମର ଗୋଟେ ମାନେ ଯୋଉ ଲୋକମାନେ ଯୋଉ କଣ ତାଙ୍କ ମନରେ ଯୋଉ ଥିଲା ରାଗଟା ଥିଲା ଏଠି ହଠାତ୍ କିନା ବଢିଗଲା ହେଲା ତାପରେ କ୍ୱେଶ୍ଚନକୁ ଯିବା ଏଇ ଯୋଉ ରେଭଲ୍ଟ ହେଇଥିଲା ପିଲାମାନେ ଦିଲ୍ଲୀରେ ଯୋଉ ହେଇଥିଲା ଏଇ ରିଭଲ୍ଟଟା ତମର ଆସ୍ତେ ଆସ୍ତେ ଯେତେବେଳେ 1857 ମସିହାରେ ଷ୍ଟାର୍ଟ ହେଲା ଆସ୍ତେ ଏଟା କଣ ହେଲା ନା ଅଲ ଇଣ୍ଡିଆ ଚାରିଆଡେ ପିଲାମାନେ ଏଟା ସ୍ପ୍ରେଡ କରିଗଲା କ୍ୱେଶ୍ଚନ ହେଲା ଦିଲ୍ଲୀରେ ତମର ଏଠି କିଏ ଲିଡ୍ କରିଥିଲେ ବାହାଦୁର ଶାହ ଦ୍ୱିତୀୟ ମନେ ରଖିଥାଅ ଦିଲ୍ଲୀରେ ତମର ଲିଡ୍ କରିଥିଲେ ବାହାଦୁର ଶାହ ଦ୍ୱିତୀୟ କାନପୁରରେ କିଏ କରିଥିଲେ ପିଲାମାନେ ଏଇଗୁଡା ତମର ଟିକେ ଆସେ ଏଠି କିଏ କରିଥିଲେ କାନପୁରରେ ତମର ନାନା ସାହେବ କାନପୁରର କାନ ନାନ ମନେ ରଖିଥିବ କାନ ନାନ ଏଇଟା ତମର ଆସିଛି ଏଥର ଗୋଟେ ସିଫ୍ଟରେ ପଡିଛି ଏଟା କାନ ନାନ କାନପୁରରେ ହଉଛି ତମର ନାନା ସାହେବ ହଉ ରାଣୀ ଲକ୍ଷ୍ମୀବାଇ ପିଲାମାନେ ଯୋଉ ତମର ଡାଏଟ କଲେ କୋଉଠି ଦେଖ ଏଇ ଯୋଉ ରାଣୀ ଲକ୍ଷ୍ମୀବାଇ ପିଲାମାନେ ସିଏ ତମର କୋଉଠି ତମର କରିଥିଲେ କାନପୁର ଝାନ୍ସୀ ଏଟା ତମର ହବ ଅପସନ ସି ଗ୍ୱାଲିୟରଟା ତମର କୋଉଠି ବାବା ଏଟା ହଉଛି ମଧ୍ୟପ୍ରଦେଶର ଗ୍ୱାଲିୟରର ଏମପିର ଗ୍ୱାଲିୟର ଠାରେ ସିଏ କଣ କରିଥିଲେ ଯେତେବେଳେ ଯୁଦ୍ଧ କରତେ କରତେ ସିଏ ତାଙ୍କର ମୃତ୍ୟୁବରଣ କରିଥିଲା କେବେ ନା ତୁମର ଜୁନ 18 1858 ରେ ହେଲା ଜୁନ 18 1858 ଏମପିର ଗ୍ୱାଲିୟର ଠାରେ ସେ ଯୁଦ୍ଧ କରତେ କରତେ ମୃତ୍ୟୁ ଘଟିଲେ ଦେଖ ଆମେ ଓଡିଆ ମାନେ ପିଲାମାନେ ଆମ ଓଡିଆ ମାନଙ୍କ ହିସାବରେ 1857ଟା ପିଲାମାନେ ନୁହେଁ ଆମେ କଣ କୁହେ ଯୋଉ ତୁମର ଯେତେବେଳେ ଜୟରାଜ ଗୁରୁ ହେକା ଯେତେବେଳେ କରୁଥିଲେ ସେଇଟା ହିଁ ଆମର ପ୍ରଥମ ଯୁଦ୍ଧ ଅଫ ଇଣ୍ଡିପେଣ୍ଡେନ୍ସ ବୋଲି ଆମେ ମାନେ କିନ୍ତୁ ତମେ ଯଦି ଅଲଗା ମାନେ ଓଡିଆ ବାଦ ଆଉ ଯେତିକି ଲୋକ ଅଛନ୍ତି ସେମାନେ କଣ ଭାବନ୍ତି ନା 1857ଟା ହିଁ ହଉଛି ତୁମର ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବୋଲି ସେମାନେ ତୁମର ଭାବନ୍ତି 1857 ମସିହା ଯୋଉ ଇଣ୍ଡିପେଣ୍ଡେନ୍ସଟା ତ କ୍ୱେଶ୍ଚନ ହେଲା ଆକୁ କିଏ କହିଥିଲେ ଯେ ଏଇଟା ହଉଛି ପ୍ରଥମ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବୋଲିକି ଏଟା କିଏ କରିଥିଲେ ହୁ ୱାଜ ଡେସ୍କ୍ରାଇବଡ ବାଇ ଦ ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବିଡି ସାବରକର ନା ତମର ଆରସି ମଜୁମଦାର ଜବାହରଲାଲ ନେହେରୁ ନା ଲାଲା ଲଜପତ ରାୟ ଏଟା ପିଲାମାନେ ମନେ ରଖିଥାଅ ତୁମର ଏଟା ହେଲା ଭିଡି ସାବରକର 25 ନମ୍ବର ଅପସନ ଏ ହବ ଏହାର କରେକ୍ଟ ଆନ୍ସର ରାଜା ରାମମୋହନ ରାୟ ଯିଏକି ବ୍ରାହ୍ମ ସମାଜର ପ୍ରତିଷ୍ଠାତା ସେ କେବେ କରିଥିଲେ ବ୍ରାହ୍ମ ସମାଜ 1828 ଏଟା ତମର ଆସିଥିଲା ସେକେଣ୍ଡ ଡେ ସରି ସେକେଣ୍ଡ ଡେ କ୍ୱେଶ୍ଚନ ପିଲାମାନେ ତମର ଏଟା ଆସିଥିଲା ରାଜା ରାମମୋହନ ରାୟ ବ୍ରାହ୍ମ ସମାଜ କେବେ କରିଥିଲେ 1828 ମସିହାରେ ସେ ବ୍ରାହ୍ମ ସମାଜର ପ୍ରତିଷ୍ଠା କରିଥିଲେ ତାପରେ କ୍ୱେଶ୍ଚନ ଯିବା ଆର୍ଯ୍ୟ ସମାଜ ପିଲାମାନେ ସେମିତି କିଏ କରିଥିଲେ ଆର୍ଯ୍ୟ ସମାଜ ତମର କରିଥିଲେ କିଏ ନା ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଇଏ ତୁମର ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଥିଲେ ସେମିତି ପ୍ରାର୍ଥନା ସମାଜ ପିଲାମାନେ ଯୋଉ ତୁମର ହେଇଥିଲା ସେଟା ତୁମର କୋଉଠି ହେଇଥିଲା ପ୍ରାର୍ଥନା ସମାଜ ତୁମର ହେଇଥିଲା ବମ୍ବେ ଠାରେ ପ୍ରାର୍ଥନା ସମାଜର ପ୍ରତିଷ୍ଠାତା ହେଇଥିଲା ଆଲିଗଡ ମୁଭମେଣ୍ଟ ଦେଖ ଆଲିଗଡ ମୁଭମେଣ୍ଟ ପିଲାମାନେ ପ୍ରଥମେ ଆଗେ ବୁଝ ଯେ ଏଇ ଯୋଉ ଆଲିଗଡ ମୁଭମେଣ୍ଟଟା କାହା ଦ୍ୱାରା ହେଇଥିଲା ଏଇ ଯୋଉ ଆଲିଗଡ ମୁଭମେଣ୍ଟଟା ପିଲାମାନେ ଏଟା ତୁମର ହଉଛି ଏଙ୍ଗଲୋ ଓରିଏଣ୍ଟାଲ କଲେଜ ପ୍ରଥମେ ତୁମର ଯୋଉ ରହିଛି ତା ମୁଭମେଣ୍ଟ ଏଷ୍ଟାବ୍ଲିଶଡ କୋଉଠି ନା ତୁମର ଯୋଉଟା କି ବର୍ତ୍ତମାନ ଆମେ କହୁଛେ ଆଲିଗଡ ମୁସଲିମ ୟୁନିଭର୍ସିଟି ପିଲାମାନେ ବୋଲି କହୁଛେ ପ୍ରଥମେ ଆଗେ ଏଟା ତୁମର ହେଇଥିଲା ଏଇଟା ଗୋଟେ କଣ ଯୋଉ ତୁମର ମୁସଲିମ କମ୍ୟୁନିଟି ପିଲାମାନେ ଥିଲା ଦେଖ
ସେତେବେଳେ ତୁମର ଯୋଉ ମୁସଲିମ କମ୍ୟୁନିଟିର ପିଲାମାନେ ଥିଲେ ସେମାନେ ବହୁତ ସଂକୁଚିତ ଭଳିଆ ସେମାନଙ୍କୁ ରହିଯାଉଥିଲା। ଯେମିତିକି ତୁମେ ଏବେ ବି ଦେଖିବ ଯାଅ ପିଲାମାନେ ଆଫଗାନିସ୍ତାନର ଝିଅମାନେ ଚାକିରି କରିପାରନ୍ତିନି। କାରଣ ତାଲିବାନ ମାନେ କଣ କରିବେ? ସେମାନେ ତାଙ୍କୁ ଚାକିରି କରେଇତେ ଦେବେନି। ତୁମେ ରିସେଣ୍ଟଲି ଦେଖିଥିବ ଯେତେବେଳେ ତାଲିବାନ ଦିଲ୍ଲୀ ଆସିଥିଲା, ସେମାନେ ଷ୍ଟ୍ରିକ୍ଟଲି କହିଥିଲେ ଯେ ଆମ ସାମ୍ନାକୁ କେହି ଝିଅ ପତ୍ରକାର ଆସିବେନି। ତ ସେମିତି ହେଇଥିଲା ପିଲାମାନେ ଯୋଉ ମୁସଲିମ ଯୋଉ କମ୍ୟୁନିଟି ଥିଲେ ସେମାନେ କଣ କରୁଥିଲେ ପ୍ରମୋଟିଂ କରୁନଥିଲେ ତାଙ୍କର ଏଜୁକେସନକୁ। ତ ତାଙ୍କର ଯୋଉ ଏଜୁକେସନ ମାନେ ସେମାନେ କଣ କହୁଥିଲେ ଯେ ମୁସଲିମ ଝିଅ ସେମାନେ କଣ କରିବ ଘରେ ରହିବ, କାମ-ଦାମ କରିବ। ସେମାନେ ସେମାନଙ୍କୁ ଗୋଟେ ଇକୋନୋମିକାଲ ଷ୍ଟାଟସ ଦେଇନଥିଲେ। ତେଣୁ ଝିଅମାନଙ୍କୁ ତାଙ୍କୁ ପାଠ ପଢିବା, ତାଙ୍କୁ ଗୋଟେ ସୋସିଆଲି ଗୋଟେ ଷ୍ଟାଟସ ଦବା, ଗୋଟେ ଇକୋନୋମିକାଲ ଷ୍ଟାଟସ ଦବା ଏବଂ ତାଙ୍କୁ ଗୋଟେ ଆଇଡେଣ୍ଟିଫାଇ ଦବା। ଏଇ ସବୁ ପାଇଁ ପିଲାମାନେ ତମର ହେଇଥିଲା କଣ ଆଲିଗଡ ମୁଭମେଣ୍ଟ ହେଇଥିଲା ଯୋଉଟା କି ତମର ହେଇଥିଲା 1875 ମସିହାରେ ହେଲା। ପରବର୍ତ୍ତୀ ମୋମେଣ୍ଟରେ ତୁମର କୋଉଠି ହେଇଥିଲା ନା ଯୋଉ ଆଲିଗଡ ମୁସଲିମ ୟୁନିଭର୍ସିଟିରୁ ତମର ଏଟା ହେଇଥିଲା। ତ କ୍ୱେଶ୍ଚନ ହେଲା ଏଟା କାହା ଦ୍ୱାରା ହେଇଥିଲା? ଏଇ ଯୋଉ ତୁମର ଆଲିଗଡ ମୁଭମେଣ୍ଟ ପିଲାମାନେ ହେଇଥିଲା ଏଟା ତମର ସାୟଦ ଅହମଦ ଖାନଙ୍କ ଦ୍ୱାରା ହେଇଥିଲା। ବୁଝିହେଲା? ଏକ୍ସାମ୍ପଲ ତୁମେ ଦେଖିବ ଆଲିଗଡ ମାନେ ଏଟା ମୁସଲିମ ମୁଭମେଣ୍ଟ। ଏଇ ତ ଆମର ବିବେକାନନ୍ଦ ତ ହବନି। ଏ ଓ ହ୍ୟୁମ ହବନି। ଇଏ ତ ତମର ନ୍ୟାସନାଲ କଂଗ୍ରେସର ପ୍ରତିଷ୍ଠାତା। ରାଜା ରାମମୋହନ ରାୟ ବି ତମର ହବନି। ଇଏ ତ ବ୍ରାହ୍ମ ସମାଜର ସାୟଦ ଅହମଦ ଖାନ। ବୁଝିହେଲା? ତାଙ୍କ ଦ୍ୱାରା ଏଟା ହେଇଥିଲା। ହଉ। ତାପରେ ଦେଖ ଥିଓସଫିକାଲ ସୋସାଇଟି। ଏଇ ଯୋଉ ଥିଓସଫିକାଲ ସୋସାଇଟି ପିଲାମାନେ ଏଇଟା ତୁମର କାହା ଦ୍ୱାରା ହେଇଥିଲା? ପ୍ରଥମ କଥା ବୁଝ ଏଟା ତମର ହଉଛି କେବେ ହେଇଥିଲା? ଆଗେ ବୁଝ କେବେ ହେଇଥିଲା? ଏଟା ତମର ହେଇଥିଲା 1875 ମସିହାରେ ତମର ଏଟା ହେଇଥିଲା ଥିଓସଫିକାଲ ସୋସାଇଟି। ମୁଁ କହିଲି ଯଦି ତୁମକୁ ଗୋଟା ଡାଉଟ୍ ଲାଗୁଥିବ ପିଲାମାନେ ତାହେଲେ ତୁମେ ତାକୁ ଟିକେ ଟିକେ କମେଣ୍ଟ ସେକ୍ସନରେ ଲେଖିଦବ। କାହା ଦ୍ୱାରା ହେଇଥିଲା? ନା ତୁମର 2 ଜଣ ଥିଲେ। ଜଣଙ୍କ ନାଁ ଥିଲା ହେଲେନା ବ୍ଲାଭାଟ୍ସ୍କି। ଆଉ ଜଣଙ୍କ ନାଁ ଥିଲା ହେନରୀ ଅଲକଟ୍। ଏଇ 2 ଜଣଙ୍କ ଦ୍ୱାରା ପିଲାମାନେ ତୁମର ଏଇ ଯୋଉ ତୁମର କଣ କହିଲି ମୁଁ ଥିଓସଫିକାଲ ସୋସାଇଟି ଏଟା ତୁମର ହେଇଥିଲା। ବୁଝିହେଲା? ଏଟା ଗୋଟେ ସ୍ପିରିଚୁଆଲ ଫିଲୋସଫିକାଲ ଗୋଟେ ଟ୍ରାଡିସନକୁ ନେଇକି ତମର ଏଟା ହେଇଥିଲା। ହଉ। ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କେବେ ହେଇଥିଲା? ଏଟା ତୁମର ଏ ଓ ହ୍ୟୁମ ପିଲାମାନେ ଆର ଫାଉଣ୍ଡର ଥିଲେ। ଆଲାନ ଅକ୍ଟାଭନ ହ୍ୟୁମ ଇଏ ହିଁ ତାର ଫାଉଣ୍ଡର ଥିଲେ। ଏଟା ତୁମେ ଜାଣିଥିବ। କେବେ ହେଇଥିଲା? 1885 ମସିହାରେ ହେଇଥିଲା। 31 ନମ୍ବର ଅପସନ ସି। ଏଟା ତୁମେ ସମସ୍ତେ ଜାଣିଥିବ। ହୁ ୱାଜ୍ ଦ ଫର୍ଷ୍ଟ ପ୍ରେସିଡେଣ୍ଟ ଅଫ୍ ଦ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ? ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ପ୍ରଥମ ପ୍ରେସିଡେଣ୍ଟ ପିଲାମାନେ କିଏ ଥିଲେ? ଉମେଶ ଚନ୍ଦ୍ର ବାନାର୍ଜୀ ଥିଲେ। ହେଲା? ଫାଉଣ୍ଡର ଅଲଗା ଛୁଆ। ଏଟା ତମର ହଉଛି ଉମେଶ ଚନ୍ଦ୍ର ବାନାର୍ଜୀ ହିଁ ତାର ପ୍ରଥମ ଥିଲେ। ହଉ। ଏଥର ଟିକେ ଆମେ ଆଗକୁ ଯିବା। 1800 ମସିହା କଥା ତୁମର ସରିଗଲା। ଆମେ ଏଠି ବର୍ତ୍ତମାନ କଣ କରିବା? 1900 ମସିହା କଥା ଯିବା। 1800 ମସିହାରେ ତୁମର ଛୁଆମାନେ ଯେତିକି ଆସିବା କଥା ମୁଁ ତୁମମାନଙ୍କୁ ସେତିକି କହିଦେଲି। ବର୍ତ୍ତମାନ ଆମେ ଯିବା 1900 ମସିହା କଥା। 1900 ମସିହାରେ କଣ କଣ ହେଇଥିଲା? ଇଂରେଜ ମାନେ ଏଇଠି ଜାଣି ସାରିଥିଲେ ଯେ ଆମେ ଯଦି ଡିଭାଇଡ ଏଣ୍ଡ ରୁଲ ଆମେ ଯଦି ଏଇଟାକୁ ନ କରୁଛେ ଯଦି ଆମେ ଡିଭାଇଡେଡ ଏଣ୍ଡ ରୁଲ ନିୟମ ଆମେ ନ କରୁଛେ ଆମେ ଏମାନଙ୍କ ସହିତ ପାରିବାନି। ସେଥିପାଇଁ ଛୁଆ ସେମାନେ କଣ କଲେ? ସେମାନେ ଗୋଟେ ଡିଭାଇଡ ଏଣ୍ଡ ରୁଲ କଲେ। ସେମାନେ ଯୋଉ ସେତେବେଳେ ତୁମର ଥିଲା ବେଙ୍ଗଲକୁ ସେମାନେ କଣ କରିଦେଲେ? ଦୁଇ ଭାଗରେ ଭାଗ କରିଦେଲେ। ଗୋଟେ ପଟେ ତୁମର ଏପଟେ ଆସିଗଲେ। ଏପଟେ କିଛି ଜଣଙ୍କୁ ରଖିଦେଲେ। ଆଉ ତୁମର କଣ କଲେ? ଏପଟେ କିଛି ଜଣଙ୍କୁ ରଖିଦେଲେ। ଏପଟେ ଗୋଟେ ପଟେ କଣ କଲେ? ଏପଟେ ହିନ୍ଦୁଙ୍କ ସଂଖ୍ୟା ଅଧିକ କରିଦେଲେ ଆଉ ମୁସଲିମଙ୍କ ସଂଖ୍ୟା କମ କରିଦେଲେ। ଏପଟେ ମୁସଲିମଙ୍କ ସଂଖ୍ୟା ଅଧିକ କରିଦେଲେ, ହିନ୍ଦୁଙ୍କ ସଂଖ୍ୟା କମ କଲେ। ହିନ୍ଦୁମାନଙ୍କୁ କହିଲେ ଯେ ତମେ ଆଙ୍କୁ ମାର। ତମେ ଯଦି ଆଙ୍କୁ ନ ମାରିବ ଆଙ୍କ ସଂଖ୍ୟା ଅଧିକ ଏମାନେ ତୁମକୁ ମାରିଦେବେ। ଏଠି ମୁସଲିମ କି କଣ କହିଲେ ଯେ ତମେ ହିନ୍ଦୁଙ୍କୁ ମାର। ଯଦି ତମେ ହିନ୍ଦୁଙ୍କୁ ନ ମାରିବ ହିନ୍ଦୁ ତୁମକୁ ମାରିଦେବେ। ଏବଂ ଆ ଦ୍ୱାରା କଣ ହେଲା ନା ଦୁଇ ସମୁଦାୟ ଭିତରେ ସବୁବେଳେ ଯୁଦ୍ଧ ହେଲା। ଆଉ ଏଇଟା ହିଁ ସେମାନେ ଚାହୁଁଥିଲେ। ସେମାନେ ଚାହୁଁଥିଲେ ଯଦି ଏମାନେ ନିଜ ନିଜ ଭିତରେ ଝଗଡା ଲାଗିବେ ତାହେଲେ ଏମାନେ କଣ କରିପାରିବେ? ଆମ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ। ସେମାନେ ଏଇ ରୋଲଟା ପିଲାମାନେ କରୁଥିଲେ ଯାହା ଦ୍ୱାରା କି ସେମାନେ କଣ କଲେ ନା ବେଙ୍ଗଲକୁ ପାର୍ଟିସନ କରିଦେଲେ। କେବେ? 1905 ମସିହାରେ ହେଲା। ଏବଂ ସେତେବେଳେ ପିଲାମାନେ ତମର ଯୋଉ ଥାଆନ୍ତି ଯିଏ ବି ତମର ଭାଇସରାୟ ଥାଆନ୍ତି ପିଲାମାନେ 1905 ମସିହା କଥା କହିବି। ସେତେବେଳେ ତୁମର ଭାଇସରାୟ ଥାଆନ୍ତି କିଏ? ନା ଲର୍ଡ କର୍ଜନ ଥିଲେ। ବୁଝିହେଲା? ଲର୍ଡ କର୍ଜନ ପିଲାମାନେ ଥିଲେ। ସିଏ କଣ କଲେ? ଅକ୍ଟୋବର 16 1915 ମସିହାରେ ସେ ବେଙ୍ଗଲକୁ ଡିଭିଜନ କରିଦେଇଥିଲେ। ଏବଂ ଯାହା ଦ୍ୱାରା କି ପିଲାମାନେ ତୁମର କଣ ହେଲା? ପରବର୍ତ୍ତୀ ମୋମେଣ୍ଟରେ ଯେତେବେଳେ ମାନେ ଜାଣିପାରିଲେ ଯେ ତୁମର ହିନ୍ଦୁ ମୁସଲିମ ମାନେ ଯେତେବେଳେ ଜାଣିପାରିଲେ ଯେ ନା ଆକ୍ଚୁଆଲି ଇଂରେଜ ମାନେ ଆମ ବିରୋଧରେ ଗୋଟେ ସ୍ୱର ଉତ୍ତୋଳନକୁ ମାନେ କରିବା ପାଇଁ ଏଟା କରିଛନ୍ତି। ପରବର୍ତ୍ତୀ ମୋମେଣ୍ଟରେ ତୁମର ଏଟା ହେଇଗଲା ଏବଂ ତାପରେ ସ୍ୱଦେଶୀ ମୁଭମେଣ୍ଟ ତୁମର ଆସିଲା। ଯେତିକି ବିଦେଶୀ ମାଲକୁ ଏମାନେ କଣ କଲେ? ବୟକଟ କରିଦେଲେ। ଏଟା ପରବର୍ତ୍ତୀ ମୋମେଣ୍ଟରେ ତାପରେ ତୁମର ହେଲା। ସୁରତ ସ୍ପ୍ଲିଟ୍ କେବେ ହେଇଥିଲା ଦେଖ। ଦେଖ ସୁରତ ସ୍ପ୍ଲିଟ୍ ପିଲାମାନେ କଣ ହେଇଥିଲା? ଯୋଉ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ସେତେବେଳେ କଣ ହେଇଥିଲା ନା ଦୁଇ ଜଣଙ୍କର ଭାରରେ ପିଲାମାନେ ଥିଲା। 34 ନମ୍ବର ହେଲା 1907 ଡିସେମ୍ବର 26ରେ ପିଲାମାନେ ହେଇଥିଲା। ଏଠି କଣ ହେଲେ? ସେତେବେଳେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ତୁମର କଣ ହେଲା? ଆଇଏନସି ସେତେବେଳେ ଦୁଇ ଭାଗରେ ବିଭକ୍ତ ହେଇଗଲା ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ। ଗୋଟେ ପଟେ ତୁମର ହେଇଗଲେ ମଡରେଟ ବା ମୁଁ କହିବି ଗୋଟେ ପଟେ ହେଇଗଲେ ତୁମର ଚରମ ଦଳ ବା ଆଉ ଗୋଟେ ପଟେ ତୁମର ହେଇଗଲେ ନରମ ଦଳ, ଗରମ ଦଳ, ନରମ ଦଳ ତମେ ଯାହା କହିପାରିବ। ତ ଏଇ ଯୋଉ ମଡରେଷ୍ଟ ପିଲାମାନେ ଥିଲେ ଗୋଟେ ପଟେ ତୁମର ଥିଲେ ମଡରେଷ୍ଟ ଆଉ ଗୋଟେ ପଟେ ତୁମର ଥିଲେ ଏକ୍ସଟ୍ରିମିଷ୍ଟ। ଏକ୍ସଟ୍ରିମିଷ୍ଟ ତୁମର କିଏ କରିଥିଲେ? ତାର ଲିଡର ପିଲାମାନେ କିଏ ଥିଲେ? ନା ତାର ଥିଲେ ବାଲ ଗଙ୍ଗାଧର ତିଲକ।
ଯୋଉଟାକୁ ଆମେ ଗରମ ଦଳ ବୋଲି କହୁଛେ। ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ ଯାହାକୁ ଆମେ ଲାଲ ବାଲ ପାଲ ବୋଲି କହୁଛେ। ଏମାନେ କଣ କହୁଥିଲେ? ଏମାନେ କହୁଥିଲେ ଯେ ଏମିତି ଆମକୁ ମିଳିବନି। ଆମକୁ କଣ କରିବା ପାଇଁ ପଡିବ? ଆମକୁ ଇଂରେଜମାନଙ୍କ ସହିତ ଲଢିବା ପାଇଁ ପଡିବ। କିନ୍ତୁ ଆଉ ଗୋଟେ ଯୋଉ ଦଳ ଥିଲେ, ଯୋଉମାନେ ମଡରେଟ୍ସ ଥିଲେ, ଯାହାର ହେଡ୍ ଥିଲେ ଗୋପାଳ କୃଷ୍ଣ ଗୋଖଲେ, ସୁରେନ୍ଦ୍ରନାଥ ବାନାର୍ଜୀ, ଏମାନେ ବିଲିଭ୍ କରୁଥିଲେ ଯେ ଆମେ ସେମିତି କରିକି ତାଙ୍କ ସହିତ ଲଢେଇ କରିବାନି, ଆମେ ଶାନ୍ତିର କରିବା। ତେଣୁ ଯାହାଦ୍ୱାରା ପିଲାମାନେ ଗରମ ଦଳ, ନରମ ଦଳ ବା ଯାହାକୁ ଆମେ ମଡରେଟ୍ସ ଏକ୍ସଟ୍ରିମିଷ୍ଟ କହୁଛେ, ପରବର୍ତ୍ତୀ ମୋମେଣ୍ଟରେ ଦୁଇ ଦଳ ଭିତରେ ଝଗଡା ହେଲା। ଝଗଡା ହେଲା ପରେ ଏମାନେ କଣ କଲେ? ମାନେ ସେତେବେଳେ ବି ଛୁଆ ବହୁତ ଚାଲିଥିଲା। ମାନେ ଯୋଉ ଜାଗାରେ ତୁମର ବାଛା ହେଇଥାନ୍ତା ଯେ କିଏ ପ୍ରେସିଡେଣ୍ଟ ହବ, ସେ ଜାଗାରେ ବଛା କଲାନି, ଅଲଗା ଜାଗାରେ ବାଛା ହେଲା ଏବଂ ପରବର୍ତ୍ତୀ ସମୟରେ ଏଇ ମଡରେଟ୍ସରୁ ହିଁ ତୁମର ଗୋପାଳ କୃଷ୍ଣ ଗୋଖଲେ ହେରିକାଙ୍କୁ ହିଁ ପ୍ରେସିଡେଣ୍ଟ କରାଯାଇଥିଲା ପରବର୍ତ୍ତୀ ସମୟରେ। ଏଟା ତୁମର 1907 ମସିହାରେ। ହଉ, ଏଇଠି ଦେଖ ପିଲାମାନେ ତୁମର ସ୍ୱଦେଶୀ ମୁଭମେଣ୍ଟ ତୁମର କଣ ହେଲା? ଯେତେବେଳେ ମାନେ ତୁମର କଣ ହେଲା? ମୁଁ କହିଲି ତୁମକୁ ଯେ ବଙ୍ଗ ବିଭାଜନ ହେଇଗଲା। ବଙ୍ଗ ବିଭାଜନ ପରେ ପରେ ଆମର ଏମାନେ ସବୁ ଜାଣିପାରିଲେ ଯେ ବ୍ରିଟିଶ ମାନେ ଆମ ଭିତରେ କଣ କରୁଛନ୍ତି? ଗୋଟେ ଫାଟକ ସୃଷ୍ଟି କରୁଛନ୍ତି। ଏମାନେ ଜାଣିପାରିଲେ। ଯାହାଦ୍ୱାରା ସେମାନେ କଣ କଲେ? ପିଲାମାନେ ବୟକଟ କରିବା ଆରମ୍ଭ କଲେ ଯେ ଆମେ ଆଉ ତାଙ୍କ ଜିନିଷ କିଛି ନବାନି, ଆମେ ସ୍ୱଦେଶୀ ମୁଭମେଣ୍ଟ କରିବା। ଆମେ ନିଜେ ସୂତା କାଟିବା, ସବୁ ନିଜେ କରିବା। ଯାହାଦ୍ୱାରା କି 1905 ମସିହାରେ ପିଲାମାନେ ତୁମର ଏଟା ଚାଲିଲା। ବୁଝିହେଲା? ଏବଂ ଏଟା କାହା ପରେ କାହା ରିଆକ୍ସନ? ମୁଁ ତୁମକୁ ଟିକେ ଆଗରୁ ପିଲାମାନେ ମୁଁ କହିଲି ଯେତେବେଳେ ତୁମର ପାର୍ଟିସନ ଅଫ ବେଙ୍ଗଲ ହେଲା, ତାପରେ ଯୋଉ ଇଂରେଜ ମାନେ ଭାବିଥିଲେ ଯେ ଏମାନେ ନିଜ ନିଜ ଭିତରେ ଯୁଦ୍ଧ ଲାଗିବେ, କିନ୍ତୁ ସେଟା ପିଲାମାନେ ବେଶୀ ଦିନ ଚାଲିଲା ନାହିଁ। କାରଣ ସେତେବେଳେ ଲୋକମାନେ ବୁଝିପାରିଥିଲେ ଯେ ଇଂରେଜ ମାନଙ୍କ ମନରେ କଣ ଅଛି। ଏବଂ ତାପରେ ଏମିତି ହେଲା ଯେ ଏମାନଙ୍କୁ ତାଙ୍କର ଯୋଉ ସିଫ୍ଟ କରିକି, ଏମାନେ ଯୋଉ କଲିକତାରେ ସେତେବେଳେ ଶାସନ କରୁଥିଲେ, ଏମାନଙ୍କୁ ବାଧ୍ୟ ହେଇକି ତାଙ୍କ ଯୋଉ ସବୁ ଜିନିଷ ପତ୍ର ଧରିକି ଦିଲ୍ଲୀକୁ ଯିବା ପାଇଁ ପଡିଲା। ହଉ, ହୋମ ରୁଲ ମୁଭମେଣ୍ଟ। ହୋମ ରୁଲ ମୁଭମେଣ୍ଟ ପିଲାମାନେ ଏଟା ଗୋଟେ ପଲିଟିକାଲ ମୁଭମେଣ୍ଟ ଇଣ୍ଡିଆ, ଯୋଉଟା କି 1916 ରୁ 1918 ଭିତରେ ପିଲାମାନେ ହେଇଥିଲା। କଣ ପାଇଁ? ନା ସେଲ୍ଫ ଗଭର୍ଣ୍ଣମେଣ୍ଟ ଫର ଇଣ୍ଡିଆ। ବ୍ରିଟିଶ ମାନଙ୍କୁ ଆମେ ଖେଦିବା, ଆମ ମାନେ କହନ୍ତି ନା ଆମରି ହାତରେ ଆମ ଶାସନ, ଆମ ଶାସନକୁ ଆମେ କେମିତି ନିଜ ହାତକୁ ନବା, ଏଇଟା ହିଁ ତମର ହୋମ ରୁଲ ମୁଭମେଣ୍ଟର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯୋଉଟା ତମର ଥିଲେ ବାଲ ଗଙ୍ଗାଧର ତିଲକ ଏବଂ ଆନି ବେସାନ୍ତ ଏଟାକୁ ଷ୍ଟାର୍ଟ କରିଥିଲେ। ଲକ୍ଷ୍ନୌ ପାକ୍ଟ। ଲକ୍ଷ୍ନୌ ପାକ୍ଟ ପିଲାମାନେ ଦେଖ କେବେ ହେଇଥିଲା? ଦେଖ, ସେତେବେଳେ ଛୁଆ କଣ ହେଲା? ତୁମର ହିନ୍ଦୁ ବା ଅଲଗା ଲୋକମାନଙ୍କ ପାଇଁ ତୁମର ଆଇଏନସି ହେଇଥିଲା ଏବଂ ଆଉ ଗୋଟେ ତୁମର ହେଲା ଅଲ ଇଣ୍ଡିଆ ମୁସଲିମ କଂଗ୍ରେସ, ଅଲ ଇଣ୍ଡିଆ ମୁସଲିମ ଲିଗ। ତ ଅଲ ଇଣ୍ଡିଆ ମୁସଲିମ ଲିଗ ଆଗେ କେନେ ହେଇଥିଲା ବୁଝ? ଅଲ ଇଣ୍ଡିଆ ମୁସଲିମ ଲିଗ ତମର ହେଇଥିଲା ଯେ ସେତେବେଳେ ମୁସଲିମ ଲୋକମାନଙ୍କୁ ଲାଗିଥିଲା ଯେ ହିନ୍ଦୁ ମାନେ କଣ କରୁଥିଲେ ନା ତାଙ୍କର ପାଇଁ ସେମାନେ ଇଣ୍ଡିଆ ନ୍ୟାସନାଲ କଂଗ୍ରେସ ତିଆରି କଲେ, ଯିଏ କି ଡାଇରେକ୍ଟ ତାଙ୍କର କଥା ସରକାରଙ୍କ ଆଗରେ ବା ଇଂରେଜ ମାନଙ୍କ ଆଗରେ କରିବ। ତ ଆମ ମୁସଲିମ ମାନଙ୍କ ପାଇଁ କଣ ଅଛି? ସେଥିପାଇଁ ଏମାନେ କଣ କଲେ? ମହମ୍ମଦ ଅଲି ଜିନ୍ନା ଏମାନେ ସବୁ ମିଶିକି ଗୋଟେ ସେତେବେଳେ ଅଲ ଇଣ୍ଡିଆ ମୁସଲିମ କଂଗ୍ରେସ ଲିଗ ତିଆରି କଲେ। କିନ୍ତୁ ପରବର୍ତ୍ତୀ ମୋମେଣ୍ଟରେ ପିଲାମାନେ କଣ ହେଲା? ଯେତେବେଳେ ମହାତ୍ମା ଗାନ୍ଧୀ ଜାଣିଲେ ଯେ ଯଦି ଆମେ ଏକଜୁଟ ନ ହେଇଛେ, ଯଦି ଆମେ ଏକଜୁଟ ନ ହେଇଛେ, ତାହେଲେ ଆମେ ଇଂରେଜ ମାନଙ୍କ ବିରୋଧରେ ଲଢି ପାରିବା ନାହିଁ। ସେଥିପାଇଁ ସେତେବେଳେ କଣ ହେଲା? ନା ତୁମର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଆଉ ଅଲ ଇଣ୍ଡିଆ ମୁସଲିମ ଲିଗ ଏମାନେ ଜଣ ପିଲାମାନେ କଣ କଲେ? ଗୋଟେ ପ୍ୟାକ୍ଟ ତିଆରି କଲେ, ଗୋଟେ ସାଇନ ତିଆରି କଲେ ଯେ ଆମେ ହିନ୍ଦୁ ମୁସଲିମ ଗୋଟେ ୟୁନିଟି କରିବା। ନା ଆମେ ନା ହିନ୍ଦୁ ନା ମୁସଲିମ ସେମିତି କିଛି ନାହିଁ, ଆମେ ମିଶିକି ଗୋଟେ କଣ କରିବା? ଗୋଟେ ୟୁନିଟି କରିବା ଏବଂ ଆମେ ଇଂରେଜ ମାନଙ୍କ ବିରୋଧରେ ଆମେ ଲଢେଇ କରିବା। ଆମେ ଗୋଟେ ଯେମିତି ଆମର ସେଲ୍ଫ ଗଭର୍ଣ୍ଣାନ୍ସ ଦରକାର। ଏଇ ଟାଇମ ପିଲାମାନେ ଥିଲା ତୁମର ଲକ୍ଷ୍ନୌ ପାର୍ଟ। ତ ଏଟା କାହା କାହା ଭିତରେ ହେଇଥିଲା? କଂଗ୍ରେସ ଆଉ ତୁମର ହଉଛି ମୁସଲିମ ଲିଗ ଭିତରେ ତମର ପିଲାମାନେ ଏଟା ହେଇଥିଲା। ବୁଝିହେଲା? ଲକ୍ଷ୍ନୌ ଠାରେ 1916 ମସିହାରେ ତମର ଲକ୍ଷ୍ନୌ ଠାରେ ହେଇଥିଲା, ଯାହାକୁ ଆମେ ଲକ୍ଷ୍ନୌ ପାକ୍ ବୋଲି କହୁଛୁ। ହଉ, ଜାନିୱାଲାବାଗ ମସ୍କଟ ପିଲାମାନେ କେବେ ହେଇଥିଲା କୁହ? ତୁମେ ଜାଣିଛ ଯୋଉ ତୁମର ସେତେବେଳେ ଥିଲା ଏଇଭଳିଆ ଗୋଟେ ଜାଗା ପିଲାମାନେ ଥିଲା ଯୋଉଟା ତୁମର ହଉଛି ଜାନିୱାଲାବାଗ, ଯାହାର ଏମିତି ଗୋଟେ ହିଁ ଥିଲା, ଗୋଟେ ହିଁ ଗେଟ୍ ଥିଲା। ଏଠି ଗୋଟେ କୂଅ ପିଲାମାନେ ଥିଲା, ଏଠି ହଜାର ହଜାର ଲୋକ ଏଠି ବସିଥିଲେ। ଜେନେରାଲ ଡାୟାର କଣ କଲା ପିଲାମାନେ? ସେଇଠି ପଶିଗଲା, ପଶିକି ସେ ଅନ୍ଧାଧୁନ ଗୁଳି ଚାଳନା କଲା। କୁହନ୍ତି ଯେ ଏଇ କୂଅ ପୁରା ପୋତି ଯାଇଥିଲା, ଶବର ଏ କୂଅ ଦେଖ, ଲକ୍ଷ୍ୟ କର ପିଲାମାନେ, ଦେଖ କେତିକି ଦେଖ ସୈନ୍ୟ, ଏ କୂଅ ପୁରା ପୋତି ଯାଇଥିଲା। ଏବଂ ଏଠି ତୁମେ ଜାଣିଥିବ ସେ ନିଜ ଲୋକ ହିଁ ଗୋଟେ ଖବର ଦେଇଥିଲା, ଯେମିତି ଆମ ଇରମର ଗୁଳିକାଣ୍ଡ ସେଇ ଭଳିଆ ଏଠି ହେଇଥିଲା। ଏଟା ହେଇଥିଲା ତମର 13 ଏପ୍ରିଲ 1919 ମସିହାରେ ହେଇଥିଲା। 38 ନମ୍ବର ଅପସନ ବି ହବ ଏହାର କରେକ୍ଟ ଆନ୍ସର। 39 ନମ୍ବର ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ, ଆଇନ ଅମାନ୍ୟ ଆନ୍ଦୋଳନ, এটা তোমার কেবে ହେଇଥିଲା? 39 ନମ୍ବର ଅପସନ ବି 1930 ମସିହାରେ ତମର ହେଇଥିଲା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ, ଯାହାକୁ ଆମେ କହୁଛେ ଆଇନ ଅମାନ୍ୟ ଆନ୍ଦୋଳନ। ତମର ପିଲାମାନେ ଏଟା ହେଇଥିଲା। ହଉ, ତାପରେ କ୍ୱେଶ୍ଚନକୁ ଯିବା। 39 ନମ୍ବର ସରିଲା। 40 ନମ୍ବର କୁଇଟ ଇଣ୍ଡିଆ, ଭାରତ ଛାଡ ମୁଭମେଣ୍ଟ କେବେ ହେଇଥିଲା? କୁଇଟ ଇଣ୍ଡିଆ ପିଲାମାନେ ତମର ହେଇଥିଲା 1942। ଏଟା ତମେ ସମସ୍ତେ ଜାଣିଥିବ, ଏଟା ସେମିତି କିଛି ନାହିଁ। ଖୁଦିରାମ ବୋଷ ପିଲାମାନେ ଇଏ କୋଉଟା ଥିଲେ? ଦେଖ, ସେତେବେଳେ ଛୁଆ କଣ ହେଇଥିଲା? ଏଇ ଯୋଉ ଗୋଟେ ମନେ ରଖିଥାଉ ଆଲିପୁର ବମ୍ବ କେସ୍, ଏଇ ଘଟଣା ଟିକେ ମନେ ରଖ। ଆଲିପୁର ବମ୍ବ କେସ୍ ଯୋଉ ପିଲାମାନେ ହେଇଥିଲା, ଏଠି ଜଣେ ତୁମର ଥିଲେ ଖୁଦିରାମ ବୋଷ ଏବଂ ତାଙ୍କ ସହିତ ପିଲାମାନେ ଥିଲେ ପ୍ରଫୁଲ୍ଲ ଚାଖି, ଦୁଇ ଜଣ ଥିଲେ। ଖୁଦିରାମ ବୋଷ ଆଉ ଜଣଙ୍କ ନାଁ ଥିଲା ପ୍ରଫୁଲ୍ଲ ଚାଖି। ସେତେବେଳେ ପିଲାମାନେ
ଗୋଟେ ଇଂରେଜ ଥିଲା ଯାହାର ନାଁ ଥିଲା ଡଗଲସ କିଙ୍ଗଫୋର୍ଡ। ତୁମେ ଏଇ ନାଁଟା ପିଲାମାନେ କେବେ ଶୁଣିଥିବ ଡଗଲସ କିଙ୍ଗଫୋର୍ଡ। ସିଏ ପିଲାମାନେ କଣ ଥିଲା ଏମାନେ ଜାଣିଲେ ଯେ ଇଏ ମୁଜାଫରପୁର ଆସୁଛୁ ଯୋଉଟାକୁ ଆମେ ଆଲିପୁର ବୋଲି କହୁଛେ। ମୁଜାଫରପୁର ବା ଯାହାକୁ ଆମେ କହୁଛେ ଆଲିପୁର ସେଠି ପିଲାମାନେ ଗୋଟେ ମେଡିକାଲ ହଲ ଅଛି। ଏମାନେ ଦି ଜଣ ଜାଣିତେ ପାଇଲେ ଖୁଦିରାମ ବୋଷ ଆଉ ପ୍ରଫୁଲ୍ଲ ଛାକି ଜାଣିତେ ପାଇଲେ ଯେ ଇଏ ଏଇଠି ଆସୁଛୁ। ଏଟା ତୁମର ହଉଛି 1908 ମସିହା କଥା ପିଲାମାନେ ଏମାନେ ଲୁଚିକି ବସିଲେ ଯେ ଏମାନେ କେବେ ତାକୁ ଆସିବେ ଏବଂ ତାକୁ ବମ୍ ପକେଇକି ଉଡେଇବେ। କିନ୍ତୁ ପିଲାମାନେ ଭୁଲ ବଶତଃ କଣ ହେଇଗଲା ତା ଉପରେ ବମ୍ ନ ପଡିକି ଆଉ ଜଣଙ୍କ ଉପରେ ବମ୍ ପଡିଗଲା ଏବଂ ଯୋଉଠି ଦୁଇ ଜଣ ଝିଅ ଯୋଉ ତୁମର ନର୍ସ ଥିଲେ ଏଟା ଗୋଟେ ମେଡିକାଲ ହଲ ଥିଲା ଦୁଇ ଜଣ ନର୍ସଙ୍କର ପିଲାମାନେ କଣ ହେଲା ନା ଏଠି ଜୀବନ ଗଲା ଏବଂ ପରବର୍ତ୍ତୀ ମୋମେଣ୍ଟରେ ଯେତେବେଳେ ଗଲା ଯାହାକୁ ଏମାନେ ମାରିବା ପାଇଁ ଆସିଥିଲେ ଯୋଉ ତୁମର ଡଗଲସ ସିଏ ମଲାନି ଅଲଗା ଦୁଇ ଜଣ ମରିଗଲେ ସେଥିପାଇଁ ଖୁଦିରାମ ବୋଷକୁ ଏବଂ ତାଙ୍କ ସହିତ ଯୋଉ ଥିଲେ ପ୍ରଫୁଲ୍ଲ ଛାକି ସେ ଦି ଜଣଙ୍କୁ କଣ କରାଗଲା ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ହେଇଗଲା କିନ୍ତୁ ଖୁଦିରାମ ବୋଷ ପିଲାମାନେ ତାଙ୍କୁ ତ ବାନ୍ଧିକି ନେଇଗଲେ କିନ୍ତୁ ଯୋଉ ପ୍ରଫୁଲ୍ଲ ଛାକି ଥିଲା ପରବର୍ତ୍ତୀ ସମୟରେ ସେ ନିଜେ ସୁଇସାଇଡ କରିକି ମରି ଯାଇଥିଲେ ହେଲା ଏଟା ତୁମର ହେଲା ଆଲିପୁର ବମ୍ କେସ୍ ଯୋଉଟା ତୁମର ହଉଛି ତାଙ୍କ ସହିତ ରିଲେଟେଡ ହଉ ହିନ୍ଦୁ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଏଟା ତୁମର କେବେ ହେଇଥିଲା ପିଲାମାନେ ଏଟା ତୁମର ହେଇଥିଲା 1928 ଚାଲ ଟିକେ ଜଲ୍ଦି ଜଲ୍ଦି କରିବା ପିଲାମାନେ ଭଗତ ସିଂ ଯୋଉ ତୁମର ଥିଲେ ସିଏ କେବେ ତାଙ୍କର ଜେଲରେ ତାଙ୍କର କେବେ ହେଇଥିଲା ମୃତ୍ୟୁ ହୋଇଥିଲା ସେ ପିଲାମାନେ ତୁମର ହେଇଥିଲା ମାର୍ଚ୍ଚ 23 1931 କୋଉଠି ନା ତୁମର ଲାହୋର ସେଣ୍ଟ୍ରାଲ ଜେଲରେ ତାଙ୍କ ପିଲାମାନେ ଏଠି ତୁମର ହେଇଥିଲା ଭଗତସିଂହପୁରକୁ ଘଦାର ପାର୍ଟି ଯୋଉ ପିଲାମାନେ ତୁମର ଥିଲା ଯୋଉଟା କି ତୁମର ଯୋଉ ସେତେବେଳେ ଥିଲେ ଲୋକମାନଙ୍କୁ ଫଣ୍ଡିଂ ଦଉଥିଲା ଯୋଉମାନେ କି କଣ କରୁଥିଲେ ଇଂରେଜ ମାନଙ୍କ ବିରୋଧରେ ଲଢୁଥିଲେ ସେମାନଙ୍କୁ ଏଠି ଫଣ୍ଡିଂ ଦେବା ପାଇଁ ହେଇଥିଲା ଯୋଉ ଘଦାର ପାର୍ଟି ପିଲାମାନେ ହେଇଥିଲା କିଏ କିଏ କରିଥିଲେ ମନେ ରଖିଥାଅ ସୋହନ ସିଂ ଭାକନା ଆଉ ଲାଲା ହାଇଦର ରାୟ ଏମାନେ ଦି ଜଣ ପିଲାମାନେ ଏଇ ଘଦାର ପାର୍ଟି ତିଆରି କରିଥିଲେ ଏବଂ ଏଟା କୋଉଠି ଥିଲା ଏଟା ତୁମର ହେଇଥିଲା ହଉଛି ସାନ ଫ୍ରାନ୍ସିସକୋ ଏବଂ ଆର ମୁଖ୍ୟ କାମ କଣ ଥିଲା ପିଲାମାନେ ଏମାନେ ବାହାରୁ ଫଣ୍ଡିଂ ଆଣିକି କଣ କରୁଥିଲେ ଆମର ଯୋଉ ସ୍ୱାଧୀନତା ସଂଗ୍ରାମୀ ମାନେ ଥିଲେ ସେମାନଙ୍କୁ ସିଏ ଦଉଥିଲେ ସୂର୍ଯ୍ୟ ସେନ ଏଇଟା ପିଲାମାନେ କାହା ସହିତ ଆସୋସିଏଟେଡ ରହିଛି ସୂର୍ଯ୍ୟ ସେନ ଛୁଆମାନେ ମନେ ରଖ ଏଟା ତୁମର ହଉଛି ଛତିଶଗଡ଼ ଆର୍ମୋରି ରେଡ ହେଲା ଏଟା ମୁଁ ତୁମକୁ ପିଲାମାନେ ଖାଲି କହିଦଉଛି ଆଉ ମାନେ ଇଏ କରୁନାହିଁ ଡେସ୍କ୍ରାଇବ କରୁନାହିଁ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସକୁ କିଏ ଫାଉଣ୍ଡର କରିଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମି ୱାଜ ଫାଉଣ୍ଡେଡ ବାଇ କାହା ଦ୍ୱାରା ହେଇଥିଲେ ଏଟା ପିଲାମାନେ ହେଇଥିଲେ ରାସ ବିହାରୀ ବୋଷଙ୍କ ଦ୍ୱାରା ଇଣ୍ଡିଆନ ନ୍ୟାସନାଲ ଆର୍ମି ୱାଜ ଫାଉଣ୍ଡେଡ ବାଇ ରାସ ବିହାରୀ ବୋଷ ସୁଭାଷ ଚନ୍ଦ୍ର ବୋଷ ଯୋଉ ସ୍ଲୋଗାନ ଦେଇଥିଲେ କୋଉଟା ଦେଇଥିଲେ ଜୟ ହିନ୍ଦ ନା କୋଉଟା ନା ଇନକଲାବ ଜିନ୍ଦାବାଦ ଡୁ ଅର ଡାଇ କରବା ମୋର ନା ବନ୍ଦେ ମାତରମ ପିଲାମାନେ ଇଏ ଦେଇଥିଲେ ତୁମର ଜୟ ହିନ୍ଦ ତାପରକୁ ଯିବା ଆଜାଦ ହିନ୍ଦ ଯୋଉ ତୁମର ରହିଥିଲା ଗଭର୍ଣ୍ଣମେଣ୍ଟ ୱାଜ ଫର୍ମଡ ଇନ୍ କେବେ ହେଇଥିଲା ଏଟା ତୁମର ପିଲାମାନେ ହେଇଥିଲା 1943 ରେ ହେଇଥିଲା ଆଜାଦ ହିନ୍ଦ ଗଭର୍ଣ୍ଣମେଣ୍ଟ ଆଇଏନଏ ଟ୍ରାଏଲ୍ସ ୱେଆର ହେଲ୍ଡ ଇନ୍ କୋଉଠି କୋଲକାତା ଦିଲ୍ଲୀ ରେଡ ଫୋର୍ଟ ଲାହୋର ନା ତୁମର ହଉଛି ବମ୍ବେ ଦିଲ୍ଲୀ ରେଡ ଫୋର୍ଟରେ ଆଇଏନଏ ଟ୍ରାଏଲ୍ସ ତୁମର ହଉଛି ଦିଲ୍ଲୀ ରେଡ ଫୋର୍ଟରେ ହଉ 50 ନମ୍ବର ପିଲାମାନେ ଏଟା ତୁମର ହଉଛି ହୋମୱାର୍କ ତୁମେ ୟାକୁ ଟିକେ କରିବ ଦ ପ୍ରୋଭିଜନାଲ ଗଭର୍ଣ୍ଣମେଣ୍ଟ ଅଫ ଫ୍ରି ଇଣ୍ଡିଆ ଏଟା ତୁମର କୋଉଠି ହେଇଥିଲା ଜାପାନ ସିଙ୍ଗାପୁର ବର୍ମା ନା ତୁମର ମାଲାୟା এটা ମାଲେସିଆ ବୋଧେ ଛୁଆ ଭୁଲରେ ତୁମର ମାଲାୟା ଲେଖା ଯାଇଛି 50 ନମ୍ବର କୋଉଟା ହବ ମତେ ତୁମେ ମାନେ କମେଣ୍ଟ ସେକ୍ସନରେ ଆନ୍ସର ଲେଖିବ କିନ୍ତୁ ଛୁଆ ମାନେ ମନେ ରଖ এটা ତୁମର ଲାଷ୍ଟ ନୁହେଁ ତୁମର ଆହୁରି ଅଛି ଇଣ୍ଡିଆନ କାଉନସିଲ ଆକ୍ଟ ତାପରେ ତୁମର ଆସିଲା ମଲ୍ଲେ ମିଣ୍ଟର ରିଫର୍ମସ ତୁମର କେବେ ହେଇଥିଲା ବହୁତ ସାରା ଆହୁରି ଅଛି ତୁମର ହଉଛି ଡାଇରେକ୍ଟିଭ ୱାଜ ଇଣ୍ଟ୍ରୋଡ୍ୟୁସ କେବେ ହେଇଥିଲା ପ୍ରୋଭିଜନାଲ ଅଟୋନମି ହଉଛି କେବେ ହେଇଥିଲା କ୍ୟାବିନେଟ ମିଶନ କେବେ ଆସିଥିଲେ ଇଣ୍ଡିଆ ଏଗୁଡ଼ା ସବୁ ଆସିଥିଲା ମୁସଲିମ ଲିଗ ପିଲାମାନେ କେବେ ପାକିସ୍ତାନରେ ହେଇଥିଲା ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ କେବେ ପାସ୍ ହେଇଥିଲା ତା ସହିତ ତୁମର ମାଉଣ୍ଟ ବେଟେନ ପ୍ଲାନ କେବେ ଆନାଉନ୍ସ ହେଇଥିଲା ହୁ ଆର୍ ଦ ଲାଷ୍ଟ ଭାଇସରୟ ଅଫ ବ୍ରିଟିଶ ଇଣ୍ଡିଆ ଏବଂ ହୁ ଆର୍ ଦ ରେସ୍ପନ୍ସିବୁଲ ଫର ଇଣ୍ଟିଗ୍ରେସନ ପ୍ରିନ୍ସଲି ଷ୍ଟେଟ୍ ଅଫ ଇଣ୍ଡିଆ ଏଇଭଳି ପିଲାମାନେ ତୁମର ଅଲଗା କ୍ୱେଶ୍ଚନ ଗୁଡ଼ିକ ଅଛି ଏଗୁଡ଼ିକ ତମର ସବୁ ହୋମୱାର୍କ ତମେ ମାନେ ଯଦି ଏହାର କମ୍ପ୍ଲିଟ ନୋଟ ପାଇବା ପାଇଁ ଚାହୁଁଛ ତ ପିଲାମାନେ ତମେ କେବଳ ଗୋଟେ ପ୍ରଥମେ କାମ କଣ କର ଫାଷ୍ଟ କାମ ତୁମେ ଆମ ଆପ୍ଲିକେସନ ଯାହାର ନାଁ ହେଲା ଅଲ୍ ଏକ୍ସାମ ସାଥୀ ଆକୁ ଇନଷ୍ଟଲ କର ଏବଂ କମେଣ୍ଟ ସେକ୍ସନରେ ଲେଖିଦିଅ ନୋଟ ଖାଲି ଏତିକି ଲେଖିଦିଅ ଯଦି ତୁମେ କମେଣ୍ଟ ସେକ୍ସନରେ ଯୋଉମାନେ ପିଲାମାନେ ନୋଟ ଲେଖିବ ମୁଁ ସେମାନଙ୍କୁ ଡାଇରେକ୍ଟ ନୋଟ ପ୍ରୋଭାଇଡ କରିଦେବି ତେଣୁ ତୁମେ ଆଉ ଲେଟ୍ କରନି ଏବେ ହିଁ ଯାଅ କମେଣ୍ଟ ସେକ୍ସନରେ ପିଲାମାନେ ଲେଖିଦିଅ ନୋଟ ଯାହାଦ୍ୱାରା କି ମୁଁ ତୁମମାନଙ୍କୁ ଡାଇରେକ୍ଟ ନୋଟ ପ୍ରୋଭାଇଡ କରିଦେବି ଯାହାର ବି ଦରକାର ସେମାନଙ୍କୁ ଡାଇରେକ୍ଟ ନୋଟ ମିଳିଯିବ ତ ପିଲାମାନେ ଆଜିର ଭିଡ଼ିଓରେ ଏତିକି ଥିଲା ଆଶା କରୁଛି ତମମାନଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ ତା ସହିତ ଯୋଉମାନଙ୍କୁ ବି ଦରକାର ଆମର ହଉଛି ଯୋଉମାନଙ୍କୁ ବି ଆମର ବେଚ୍ ଜଏନ୍ କରିବାର ଅଛି ସେମାନେ ଆମ ଆପ୍ଲିକେସନକୁ ଇନଷ୍ଟଲ କରିକି ବେଚ୍ ଜଏନ୍ କରିପାରିବ ତ ଆଜି ପାଇଁ ପିଲାମାନେ ଏତିକି ରହିଲି ନମସ୍କାର ଜୟ ଜଗନ୍ନାଥ